नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयतपुत्रं बकुलं वैदेगिरि कृपात्महं वन्दे परमानन्दमा भवमुदिगौरवगणितं फलं शिवं भागवतं रसमालय भूरो रसिका भूभाविका ॐ व्यासं वस्तं सारं सत्यपुत्रमगमशं परात्मजं शिवतातं तत्त्वविधिं ॐ व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः ॐ श्रीपरमात्मने नमः ॐ नमो भगवते वासुदेवाय। ବର୍ତ୍ତମାନ ଅଧ୍ୟାୟ ସ୍କନ୍ଦ ହେଲା ଏକାଦଶ, ଅଧ୍ୟାୟ 8। ଏଠି ଅବଧୂତ ହେଉଛନ୍ତି ଆମର ଦତ୍ତାତ୍ରେୟ, ଯେ ଅତ୍ରିଙ୍କର ବିଷ୍ଣୁ ଅଂଶରେ ଜାତ ହେଇଥିବା ପୁତ୍ର, ସେ ସ୍ୱୟଂ ଭଗବାନ ବିଷ୍ଣୁ। ତେଣୁ ସିଏ ହେଇଛନ୍ତି ଅବଧୂତ। ଦଦୁରାଜାଙ୍କୁ କହିଲେ ମୁଁ 24 ଜଣଙ୍କୁ ଗୁରୁ କରିଛି। ସେ ଗୁରୁ ବିଷୟରେ ଚାଲିଛି ବର୍ତ୍ତମାନ। तावत् जितेन्द्रियो न स्यात् विजितान्येन्द्रियः पुमान्। इंद्रियः पुमान् न जयेत रसनं यावत् जितं सर्वं जित्ते रसे। तावत् जितेन्द्रिय न स्यात्। जड़े निजक जितेन्द्रिय गोटे चिंता कहवा अनुचित कहीपर ना से पर्यंत कहीपर ना जिते पर्यंत विजितानि इंद्रिय मान जिते पर्यंत इंद्रिय मान को जय करना मु जितेन्द्रिय एक कहीपर ना। मन को साधारण कथा इंद्र जय न करी जितेन्द्र कहले हम कि जदि जय करवा तू भावुचु मन कौन सी भाविले भी हम कारण तू भावना भितर इंद्र जय ना परिस्थिति परिवेश आसिले सबू इंद्रिय उशृंखलित हो। तेणु खाली मु जितेन्द्रिय मन कौन कहीदे आदौ हम ना जिते पर्यंत प्रकृत इंद्रिय मान जय देवे करना न जय तो रसनम जावत। जे पर्यंत रसना इंद्रिय जीवा रसना इंद्रिय को जय करना से पर्यंत से इंद्रिय विजेता हो पार ना। सर्वम जिते रसे। तेणु जो रस को जी जय कर पकेला रसन इंद्रिय मान रसवेत्ता मधुर अम्ल कटु कषाय तिक्त खाद्य लालसा लोक को सर्वनाश कर। खाद्य ही रोग पाई कारण। जदि निज शरीर जो खाद्य आवश्यक ताहा निजे आम जाचे प्रत्येक व्यक्ति ता जाणी रखी कौन खाइले मो शरीर ठीक रहा ना तो जहाँ खाई मो शरीर भूल हम सबू जानी जो रसनेन्द्रिय खाद्य लालसा से मार दो से कह खाईद देखिए शेष है समस्त रोग सृष्टि हो। खाद्य ही रोग निरोग करे एवं मानसिक स्थिति की सुस्थ रखे। शरीर शारीरिक सुस्थता मानसिक सुस्थता सबकि खाद्य पर निर्भर करे। ईश्वराभिमुखी हवा सात्विक आहार खाइले ईश्वराभिमुखी हो। गंजी खाइब मद खाइब ईश्वराभिमुखी हो कदापि हो ना तो कथा। तेणु रसनेन्द्रिय हूँ गोटे बलवत्तर इंद्रिय। सबू इंद्रिय को जय कर तुम्हें इंद्रिय विजेता हो पार ना जिते पर्यंत रसनेन्द्रिय को जय करना। स्पष्ट भाव कथा कहले जड़े जिते रसे सर्वम जितम कि पाठ कह रसे जिते भावे सप्तमी रस को जय करते सबू जय है भावे सप्तमी। यहाँ सप्तमी होती कथा सुंदर भाव कहले कि ना पिंगला नाम वेश्या आसी
ରସ କହିଲେ ବି ଦୁଇଟା। ଏଠି କିନ୍ତୁ ସ୍ପଷ୍ଟ କୁହାହେଲା ରସନେନ୍ଦ୍ରିୟ କଥା, କିନ୍ତୁ ରସ କହିଲେ ଆଉ ଗୋଟେ କଥା ଆସିବ। ତଥାପି କାହିଁ କହିବା, ରସେ ଯେତେ କୁହାହେଇଛି, ରସ ହେଲା ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକା, ଏ କଥା ମଧ୍ୟ ଏଠି ଅର୍ଥ ହେବାକୁ ବାଧ୍ୟ। ରସେ ଜିତେ ସର୍ବମ୍ ଜିତମ୍, ଜିହ୍ୱାଲାଳସା ସହିତ ରସ ମାନେ ଶୃଙ୍ଗାର ବି ଗୋଟେ ରସ, ଯେଉଁଟାକି ଜନନେନ୍ଦ୍ରିୟ ଉପରେ ନିର୍ଭର କରୁଛି। ତେଣୁ ଜିହ୍ୱା ଏବଂ ଜନନେନ୍ଦ୍ରିୟ ଏ ଦୁଇ କଥା ଏଠି ମଧ୍ୟ ଆସିପାରିବ, ଯେହେତୁ ସେଥିରେ ବି ରସ ଅଛି। ସ୍ୱାଧିଷ୍ଠାନ ଚକ୍ର ରସତତ୍ଵ, ରସ ମାନେ ତା ଭିତରେ ମଧ୍ୟ କିଛି ସୁଖ ଅଛି, ଯେଉଁଟାକି ବାୟା କରୁଛି। ତେଣୁ ସେ ରସକୁ ଜିଣିବାକୁ ରସ ମାନେ ଦୁଇଟା, ଗୋଟେ ହେଲା ମଧୁର, ଅମ୍ଳ, କଟୁ, କଷା, ତିକ୍ତ, ଯେଉଁଟା ପାଟି ଭିତରେ ଜିଭ ଜାଣୁଛି, ରସନେନ୍ଦ୍ରିୟ ଜାଣୁଛି। ଆଉ ଗୋଟେ ରସ ହେଲା ଜନନେନ୍ଦ୍ରିୟ ପାଖରେ ଅଛି, ଶୃଙ୍ଗାର ରସ। ତେଣୁ ଏ ରସକୁ ଯିଏ ଜିତିବ କହିଲେ ପାଠ ଆସିଗଲା, ଦୁଇଟା ପାଠ ଜବରଦସ୍ତ ହେବ। ରସେ ଜିତେ ସର୍ବମ୍ ଜିତ। ତାପରେ ପିଙ୍ଗଳା ନାମ ବେଶୀ ଆସିଛି, ପିଙ୍ଗଳା ବେଶା କଥା ଆସିଲା, ଜବରଦସ୍ତ ସରିବେ। ପିଙ୍ଗଳା ନାମ ବେଶୀ ଆସିଛି, ବିଦେହ ନଗରେ ପୁରା ତସ୍ୟାମେ ଶିକ୍ଷିତ କିଞ୍ଚିତ୍ ନିବୋଧ ନୃପନନ୍ଦନ। ହେ ନୃପନନ୍ଦନ ରାଜନ, ଯଦୁରାଜା କହୁଛନ୍ତି। ଆମର ଯଦୁରାଜା କିଏ? ସେ ଦେବଜାତି ସର୍ବିଷ୍ଠା ବିବାହ କରୁଥିଲେ। ଯଜାତି, ଯଜାତି ହେଉଛନ୍ତି ତାଙ୍କ ପୁଅ ଯଦୁ, ପାଞ୍ଚଟା ଯଦୁ, ପୁରୁ, ଦ୍ରୁହୁ, ଅନୁ, ପାଞ୍ଚ ପୁଅ। ତାଙ୍କୁ ଯଦୁଙ୍କ ପୁଅଟାକୁ ଯଦୁବଂଶୀ କୁହାଯିବ। ଯଜାତିଙ୍କ ଠାରୁ ସେ ଯଦୁବଂଶ ଆରମ୍ଭ। ତ ସିଏ କ'ଣ କଲେ, ପିଙ୍ଗଳା ନାମ ବେଶୀ ଆସି ବିଦେହ ନଗରେ ପୁରା। ବିଦେହ ନଗରୀ ମାନେ ଜନକପୁରୀ, ସେଇଠି ଗୋଟେ ପିଙ୍ଗଳା ବେଶୀ ଆସିଥିଲା। ତ ସେ ଆମେ ଶିକ୍ଷିତ, ତାଠୁ ମୁଁ କିଛି ଶିଖିଛି। ହେ ନୃପନନ୍ଦନ ଯଦୁ ରାଜନ, କ'ଣ ଶିଖିଛି ତ ମୁଁ କହୁଛି ଶୁଣ। ସା ସ୍ୱୈରିଣୀ ଏକଦା କାନ୍ତମ ସଂକେତ ଉପନିଶ୍ୟତି, ଅଭୂତ କାଳେ ବହିଃ ଦ୍ୱାରି ବିଭ୍ରତି ରୂପମୁତ୍ତମମ୍। ସ୍ୱୈରିଣୀ, ସ୍ୱୈରିଣୀ ମାନେ ସ୍ୱେଚ୍ଛାଚାରିଣୀ, ମାନେ ଲଜ୍ଜା ନାହିଁ କି ଯାହା ଇଚ୍ଛା ହେବ ତାକୁ ସେଇଟା ଭୁଲ ଠିକ୍ ବିଚାର କରିବାର ବ୍ୟବସ୍ଥା କିଛି ନାହିଁ। ଅସତ୍କର୍ମରେ ଲିପ୍ତ ତାହା ନାହିଁ, ସତ୍କର୍ମ ତାହା ନୁହେଁ। ଆଉ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜ୍ଞାନ ତାର ନାହିଁ। ସେ ସ୍ୱେଚ୍ଛା, ଇଚ୍ଛାରେ ଚାଲିବାଟା ଠିକ୍ ନୁହେଁ। ଶାସ୍ତ୍ର ସିଦ୍ଧାନ୍ତ ଇଚ୍ଛା ନୁହେଁ। ଇଚ୍ଛାରେ ଯିଏ ଚାଲେ ତାର ସର୍ବନାଶ ହୁଏ। ତେଣୁ ସା ସ୍ୱୈରିଣୀ ମାନେ ସ୍ୱ ଇଚ୍ଛା ଯାହା ତଦନୁସାରେ ଚାଲିବ, ଶାସ୍ତ୍ର ସିଦ୍ଧାନ୍ତ ତାର ପାଖରେ ନଥିଲା। ଏବଂ ଏକଦା କାନ୍ତମ ସଂକେତ, ସ୍ତ୍ରୀଟା ଲଜ୍ଜା ହେଲା, ସ୍ତ୍ରୀର ଭୂଷଣ। ତେଣୁ ବେଲଜ୍ଜ ହେଇଯାଇଥାଏ ଅନେକ ପୁରୁଷ ସହିତ ସମ୍ପର୍କ। ସେଇଥିପାଇଁ ତାଙ୍କ ସ୍ୱୈରିଣୀ ମାନେ ସ୍ୱେଚ୍ଛାକୃତ ଭାବରେ ପୁରୁଷଙ୍କ ସହ ମିଶିବା। ତେଣୁ ଦିନକର କଥା, କାନ୍ତଂ ସଂକେତ ଉପନିଶ୍ୟତି। ଜଣେ କିଏ କାନ୍ତ ତାଙ୍କୁ କହିଲେ ଯେ ଅମୁକ ଦିନ ମୁଁ ଆସିବି, ପ୍ରଚୁର ସମ୍ପତ୍ତି ଦେବି, ଟଙ୍କା ତାର ଦରକାର। ତେଣୁ ଅଭୂତ କାଳେ ବହିଃ ଦ୍ୱାରି। ତେଣୁ ସେଦିନ ଯେଉଁଦିନ ହେଇଗଲା, କି କ'ଣ କଲା, ବିଭ୍ରତି ଉତ୍ତମମ୍ ରୂପମୁତ୍ତମମ୍, ନିଜ ଶରୀରକୁ ସଜେଇକିରି ଗୋଟା ଅଳଙ୍କାର ପତ୍ର ମଣିତ ହୋଇ ଚିତ୍ର ବିଚିତ୍ର କରି ଶରୀରକୁ ଥୋଡ଼ା ଗୋଟେ ନାରୀ ଲାଗିବ, ସିଂହ ଗୋଟି ଗୋଟି ପାଉଡ଼ର ଲାଗିବ, ଆଖିରେ କଲର ଲାଗିଥିବ, ଏମିତି ଗୋଟେ ଆଉ କ'ଣ। ତେଣୁ ରୂପ ଭେଗ ସବୁ ପରିଷ୍କାର କରି ଦ୍ୱାର ଦେଶରେ ଜଗିଲା, ଆସିବେ କାନ୍ଥ। ମାର୍ଗ ଆଗଚ୍ଛତୁ ବିକ୍ଷ ପୁରୁଷାନ୍ ପୁରୁଷାର ସହ ପାନ୍ ତାନ୍
সুপ্রদান বিত্তবতঃ কান্তান মেনে অর্থকাঙ্ক্ষী। তাহলে মার্গে আগচ্ছতঃ বীক্ষ পুরুষান, তাহলে হে পুরুষ সহ, পুরুষ মানে শ্রেষ্ঠ, পুরুষ সিংহ, ପୁରୁଷ ଶ୍ରେଷ୍ଠ ଯଦୁରାଜନ ବାଟରେ ପୁରୁଷମାନେ ଯାଉଥିବାର ଦେଖି ଆସିଗଲେ କି ତାନ୍ ସ୍ୱଳ୍ପଦାନ ଯାଉଛନ୍ତି କି ବି ତାକୁ କହୁଛି ଆଜି ମୁଁ ତମ ପାଖରେ ରହିବି, ତାକୁ ନାହିଁ କରୁଛି କାରଣ ସେ ଆଉ ଜଣେ କହିଛି ସେ ପ୍ରଚୁର ସମ୍ପତ୍ତି ଦେବ। ତେଣୁକରି ଅଳ୍ପ ଦବ ପଇସା, ତେଣୁକରି ବିତ୍ତବତଃ କାନ୍ତାନ, ଅଳ୍ପ ଦାନ କାନ୍ତାନ ଅର୍ଥକାଙ୍କ୍ଷୀ ବିତ୍ତବତଃ ମେନେ, ଅର୍ଥ ତାର ମୁଖ୍ୟ କାମନା। ତେଣୁ କିଏ କମ୍ ପଇସା ଦେବା ଲୋକ ଆସିକି ଜୁଟି ହେଲେ ତାକୁ ସବୁ ନାହିଁ କଲା, କାହିଁକି ନା ଜଣେ ପ୍ରଚୁର ଅର୍ଥ ଦେବା ଲୋକ ସମୟ ଦେଇଛି, ଆଜି ରେଟ୍ ଦେଇଛି ଆଉ। ତେଣୁ ଯାହା ଅର୍ଥ ତାର ମୁଖ୍ୟ, ତେଣୁ ଅର୍ଥକାମୁଖୀ ସା ବେଶ୍ୟା ବିତ୍ତବତଃ, ସେ ଧନାଢ଼୍ୟ ବ୍ୟକ୍ତି ଅପେକ୍ଷାରେ ରହିଲା, କାରଣ ସେ ଟାଇମ୍ ଦେଇଛି। କ'ଣ କଲା ସେଠୁ ଆଗତେଷୁ ଅପଜାତେଷୁ, କେତେ ଆସୁଛନ୍ତି କେତେ ଯାଉଛନ୍ତି, ରାସ୍ତାଘାଟ ଚାଲିଛନ୍ତି, ଇଏ ଦାଣ୍ଡୁଦାର ଠିଆ ହେଇଛି ସବୁ ଯାଇକିରି ଆସିବେ କାଳେ, ସା ସଂକେତ ଉପଜୀବିନୀ, ସଂକେତ ଉପଜୀବିନୀ, ସଂକେତ ଦେଇଥିବା ବ୍ୟକ୍ତିକୁ ଅପେକ୍ଷା କରି ଇଏ ଦ୍ୱାର ଦେଶରେ ରହିଛି। ଅପି ଅନ୍ୟ ବିତ୍ତବାନକୁ ବି ମାଂ ଉପେଷ୍ୟତି ଭୂରିଦଃ, ଅପି ଅନ୍ୟ ବିତ୍ତବାନକୁ ବି, ଏମିତି ଅପେକ୍ଷା କରି ରହିଥିଲେ ଯଦି ସିଏ ଶବଦ ଲୋକ ଆଉ ଜଣେ ମଧ୍ୟ ଯଦି ମିଳିଯାଏ, ଯଦି ଅନ୍ୟ ତ ପଇସା ଦରକାର, ମನುଷ୍ୟ ଜଗତ ସମ୍ପର୍କ ଅଛି, ଟଙ୍କା ସହ ତାର ସମ୍ପର୍କ, ତେଣୁ ସିଏ ଅପେକ୍ଷା କରି ରହିଥିଲା କାହିଁକି ନା ଏମିତି କେତେ ଆସୁଛନ୍ତି କେତେ ଯାଉଛନ୍ତି, କିନ୍ତୁ ଯିଏ ପ୍ରଚୁର ଅର୍ଥ ଦେବା ଲୋକ ସେ କ'ଣ ଜାଣିନି କି, ତାର କେହି ହିସାବ ଅଛି। ତେଣୁ ଜଣେ ଅର୍ଥ ଦେବା ଲୋକ କହିଛି, କିନ୍ତୁ ଇଏ ଅପେକ୍ଷା କରିଛି ଏଥିପାଇଁ ଯେ ସିଏ ଯଦି ଆସିଲା ତ ଭଲ, ଆଉ ଜଣେ ପ୍ରଚୁର ଅର୍ଥ ଦେବା ଲୋକ ଆସିଲା ତାକୁ ଧରିକି ଦ୍ୱାର କିଣିଦେଲେ ଗଲା କ'ଣ। ତେଣୁ ଅପି ଅନ୍ୟ ବିତ୍ତବାନ କୋପି, ଯଦି ଅନ୍ୟ କିଏ ଜଣେ ତାଠୁ ଅଧିକା ଦେବା ଲୋକ ସେଇ ପ୍ରକାର ସିଏ ଯେମିତି ଦେବା ଲୋକ ଇଏ ଯେମିତି ହେଇଥିବ, ଟଙ୍କା ପଇସା ପ୍ରଚୁର ଦେବା ଲୋକ ମାଂ ଉପେଷ୍ୟତି ଭୂରିଦଃ, କିଏ ହେଲେ ଜଣେ ପ୍ରଚୁର ପଇସା ଦେବା ଲୋକ କ'ଣ ମିଳିବ କି ମୋତେ, এই প্রকার চিন্তন করে দ্বারা দেশে রহিলা। সি ଦେଇଛି ଟାଇମ୍ ତ ଟଙ୍କା ଆସିଲା ମଧ୍ୟ, ଆଉ ଜଣେ ସେ ଧନାଢ଼୍ୟ ଅପେକ୍ଷାରେ ରହିଲା, ଗରିବ ଗୁରୁଆ ହେଲେ ହବନି, ଅଳ୍ପ ପଇସା ଦେବା ସରିଲା। ଏମିତି ହଉ କ'ଣ ହେଲା, ଆଗତେଷୁ ଅପଜାତେଷୁ ସା ସଂକେତ ଉପଜୀବିନୀ, ଆସୁଛନ୍ତି ଯାଉଛନ୍ତି କିନ୍ତୁ କେହି ଅଧିକା ଅର୍ଥ ଦେବା ଲୋକ ମିଳୁନି, ତେଣୁ ସେ ଅପେକ୍ଷା କରି ରହୁଛି, ଅଧିକା ଅର୍ଥ ଦେବା ଲୋକ ଆସିଲେ ତା ସାଙ୍ଗରେ ସଙ୍ଗ ହବ। ଏବଂ ଦୁରାଶୟା ଧ୍ୱସ୍ତ ନିଦ୍ରା ଦ୍ୱାର୍ଯ୍ୟବଲମ୍ବିତା ନିର୍ଗଚ୍ଛନ୍ତି ପ୍ରବିଶତି ନିଶ୍ଚିତଂ ସମପଦ୍ୟତ। ଜଣକୁ ଅପେକ୍ଷା ରଖିବା ମାନେ ନିଦ ସହଜରେ ଆସିବନି, ତେଣୁ ସେ କହୁଛି କ'ଣ, ଏବଂ ଦୁରାଶୟା, ତୁହୁ ଆଶୟ ଦୁରାଶୟ, ତୁହୁ ମାନେ ଖରାପ, ଖରାପ ଅଭିଳାଷ, ପ୍ରଚୁର ଟଙ୍କା କେମିତି ମିଳିବ ସେ ପ୍ରକାର ଲୋକ ଅପେକ୍ଷାରେ ରହିଛି ନା, ତାହା ଗୋଟିଏ ଖରାପ ଅଭିଳାଷ। ତେଣୁ ଏ ଖରାପ ଅଭିଳାଷକୁ ଧରି ଧ୍ୱସ୍ତ ନିଦ୍ରା, ନିଦ ଆଉ ହବ କି, ଅପେକ୍ଷା କରି ରହିଛି ଲୋକଟେ ଆସିଲେ ପଇସା ଦେଲେ ହବ ଆଉ। ତେଣୁ ଧ୍ୱସ୍ତ ନିଦ୍ରା ଦ୍ୱାରି ଅବଲମ୍ବିତା, ଅବଲମ୍ବତା, ଦ୍ୱାରକୁ ଅବଲମ୍ବନ କରି ଦ୍ୱାର ଦେଶରେ ଠିଆ ହେଉଛି ବା ବସୁଛି, କେତେ ବସିବ, ପୁଣି ଉଠିଲା ଘରକୁ ପଳେଇ ଯାଉଛି, ପୁଣି ଏ ବର୍ଷ ଟିକେ ଲଡ଼ ହେଇ ପୁଣି ଦାଣ୍ଡକୁ ପଳେଇ ଆସୁଛି। এই প্রকার ହେଇକିରି ନିର୍ଗଚ୍ଛନ୍ତି ପ୍ରବିଶନ୍ତି, ବାହାରକୁ ଯାଉଛି ପୁଣି ଭିତରକୁ ଆସୁଛି, এই ପ୍ରକାର କରିକିରି ନିଶିଥଂ ସମପଦ୍ୟତ, ରାତି ଗଡ଼ି ଚାଲିଲା, ୟା କୀର୍ତ୍ତନ ମଧ୍ୟ ଚାଲିଲା, ବେଶୀ ପଇସା ଦେବା ଲୋକ ଆସିବ। ଏ ଅପେକ୍ଷାରେ ଏ ଘର ବାହାର ହେଉଛି, ନିଦ ନାହିଁ, କାରଣ ୟାର ଦୁରାଶୟ, ଖରାପ ଅଭିଳାଷ ରହିଲା, ପ୍ରଚୁର ଅର୍ଥ, ଏଇଟା ଗୋଟେ ଖରାପ ଅଭିଳାଷ। ସେ ଅଭିଳାଷ ପୋଷଣ କରି ଦ୍ୱାର ଦେଶରେ ବସି ହୁଏ, ଘରକୁ ଯାଉଛି, ଘରକୁ ଆସୁଛି, ଏମିତି ହେଇକି ରାତି ଅତିକ୍ରାନ୍ତ ହେଉଛି। ତସ୍ୟ
वित्ताशया शुष्यत वक्त्राया कीनशीर्षः निर्वेदः परमो यज्ञे चिंता हेतु सुखावह वित्ताशया वित्त माने एकमात्र अर्थ ही प्रचुर अर्थ प्राप्ति तार अभिलाष ये अभिलाष नहीं राति अनिद्रा ही घर को बाहर बुली टेंशन मुंड एकाग्रता नहीं किए लोक आसो अपेक्षा रहा तेणु मुंडे मुंड टेंशन तार चिंता मानसिक अशांति व चिंता प्रवेश कर आसवा लोक किए गोटे आसू ये प्रकार हवा फल मुह सुखीगला आ बुली बुलिक एवं चित्त दयनीय अवस्था चित्त अस्थिरता विराजमान करानी शांत अवस्था नहीं अस्थिर चित्त मुख शुष्क किमती किए आसो कौन नहीं कौन हम टंका आसो इत्यादि इत्यादि चिंता वर्ष मुझे दूध मानुनी निर्वेद परम यज्ञ चिंता हेतु सुखावह धनी ग्राहक केवे आसवे बोली चाही चाही तार मुह सुखीगला चित्त व्याकुल होगा निर्वेद परम यज्ञ तापर से हताश होगा कि कौन आसुना कर्म टाक निंदा कला कर्म कर हाँ एत राति है लोक जिते जनगहली कमिगला रास्तार जावासवा बंद तेरे भी मु अपेक्षा कर रही मु शोजा लोक ना नहीं अपेक्षा कर रही किए गोटे आसो टंका देव छे मो टंका उपार्जन ठीक धिकार एवं मो चिंता हाँ चिंताधारा ठीक ये प्रकार हो तार निजर जो वेश्यावृत्ति प्रति निर्वेद भाव उदासीन से ठीक नुहे शोई पारे मो सुविधा ये प्रकार मानसिक अशांति नुहे ये कम ठीक नहीं निर्वेद परम निर्वेद अतिरिक्त निर्वेद सब छाड़ी संसारटा ठीक करगला कहबार तात्पर्य रे मूढ़ मानव तू भी ये प्रकार संसार भितर अनेक अशांत परिवेश परिस्थिति की मुंड भर भर्ती कर मुंड घूरी पकाउछ निद हो ब्लड प्रेसर बढ़ी सारा से चिंता गुड़ाक ये भगवान पाखे मन निवेश करते भगवत चिंतन संसार चिंता कले ब्लड प्रेसर हो भगवत चिंतन ब्लड प्रेसर से उल्टाटा सी भी से चिंतन ये बाह्य कथा चिंता कर एकाग्र चित्तरे प्रभुंकर स्वरूप चिंतन कर चित्त चित्त चैत्र चित्त होती चित्त ज्ञानम प्रभु ज्ञानमय तो तेणु चित्त को चित्त संसार को हटे दे संसार चिंता संपूर्ण हटे दे ईश्वर चिंतन कर से चिंता ये चिंता से चिंता सर्वनाश कर दो ईश्वर को चिंता करवा मानस पटरे से प्रेम आनीद तेणु कौटा चिंता करवा दरकार संसार चिंता करी ब्लड प्रेसर अतराणी खाटिक मरवाटा ठीक ना ईश्वर चिंतन कर शांत हो ठीक कौटा कि ठीक यहाँ चिंता कर ज्ञान बुद्धि सब दिखाई आ बुझु कौन बेश्याटा बर्तमान परिवर्तन है चिंता कला भूल कहीं राति एत है जोड़े खाई मुझे सियाड़ू विश्राम नहीं मुंड तो थय नहीं विश्राम कौन करी काले किए गोटे पलि आस कि कथा पैसाटा पलैगला तेणु दाण्ड जाऊँगी पुणी घर को आसी प्रकार कर संपूर्ण निर्वेद होगा एवं कौन कला चिंता हेतु सुखावह निर्वेदर कारण अतिरिक्त चिंता द्वारा से संपूर्ण चिंता छाड़ा व्यवस्था कर उदासीन है वृत्ति जहाँ मुझे बेलज्ज निर्लज बेलज्ज वृत्ति यहाँ सब भूल छाड़ा कौन छाड़े निश्चय सुख हम ये दुख पाई कारण ये कथा आसीगला मन ये अर्थ पाइबा एवं अंग संग चिंता कले
ଚିନ୍ତାକୁଳ ହୋଇକରି ବ୍ୟସ୍ତ ହୋଇ ମାନସିକ ଅଶାନ୍ତି ଭୋଗିବାକୁ ପଡ଼ିବ। ତେଣୁ ଛାଡ଼ିଦେଲେ ଆରାମରେ ଶୋଇଯିବେ। ତେଣୁ ଇଏଗୁଡ଼ାକ ଭୁଲ, ସେଥିରେ ସୁଖ ନିଦ୍ରା ହେବ, ଇଏ ହେବନି। ତାପରେ ତସ୍ୟା ନିର୍ବିନ୍ନ ଚିତ୍ତାୟାଃ ଗୀତଂ ଶୃଣୁ ତଥା ମମ ନିର୍ବେଦ ଆଶାନାଂ ପୁରୁଷସ୍ୟ ଯଥା ୟସି। ମନରେ ଏପରି ବୈରାଗ୍ୟ ଆସିଗଲା ଯେ ତସ୍ୟା ନିର୍ବିନ୍ନ ଚିତ୍ତ, ତା ଚିତ୍ତ ଏକଦମ ଶାନ୍ତ ହେଇଗଲା, ଛି କାମ ନଥା। ତେଣୁ ଗୀତଂ ଶୃଣୁ ତଥା ମମ, ପିଙ୍ଗଳା ମୋହରୁ ଗୀତଟିଏ ବାହାରି ପଡ଼ିଲା। ସତରେ ଆଶା ରୂପୀ ଜାଲକୁ କାଟିଦେବା ନିମନ୍ତେ ବୈରାଗ୍ୟ ହେଉଛି ତୀକ୍ଷ୍ଣ ଧାର ଛୁରିକା ଖଡ଼ଗ। ନିର୍ବେଦ ଆଶା ପାଶା ନାହିଁ ହି ଅସି, ଅସି ମାନେ ଖଣ୍ଡା, ପୁରୁଷସ୍ୟ ତଥା ହି ଅସି। ଆଶା ରୂପକ ପାଶ, ଆଶା ଏମିତି କରି ସେମିତି କରି ଲୋକ ଆସିବ ପଇସା ହଉ କରି, ଏଇଟା ଆଶା। ଇଏ ଆଶାଟା ହେଉଛି ବନ୍ଧନ, ପାଶ ଫାଶ ଫାଶ। ଆଶା ରୂପକ ବନ୍ଧନରେ ପଡ଼ିକିରି ମଞ୍ଚ ଛଟପଟ ହେଉଥିଲା। କିନ୍ତୁ ଯଦି ନିର୍ବେଦ ରୂପକ ଖଣ୍ଡା ପାଇଲ, ଉଦାସୀନ, ସେଇଗୁଡ଼ାକ ସବୁ ଭୁଲ। ଉଦାସୀନ ରୂପକ ଖଣ୍ଡା ଧରି ସେ ଆଶା ପାଶକୁ ଯଦି କାଟି ପକେଇବ, ମାନେ ଆଶାକୁ ଧିକ୍କାର କରି ଛାଡ଼ି ଦେଇ ଯଦି ଈଶ୍ୱର ଚିନ୍ତନରେ ଲାଗିଗଲ, ଯେଉଁ କର୍ମ କରୁଛି ଏଇଟା ଭୁଲ, ଏକଟା ସିଦ୍ଧାନ୍ତ ନେଇ ଯଦି ଦୃଢ଼ ତାକୁ ପରିତ୍ୟାଗ କରିଦେଲ, ତାହେଲେ ଦୃଢ଼ତାର ସହ ପରିତ୍ୟାଗ କରିବାଟା ହିଁ ଆଶା ପାଶକୁ ଖଣ୍ଡାରେ କାଟିଦେବ। ଏ ପ୍ରକାର ହେଇଗଲେ ସବୁ ଠିକ୍ ହେଇଗଲା। ନହି ଅଙ୍ଗାଜାତ ନିର୍ବେଦ, ନି ଅଙ୍ଗାଜାତ ନିର୍ବେଦ ଦେହବଦ୍ଧମ ଜିହାସତି ଯଥା ବିଜ୍ଞାନ ରହିତ ମନୁଜ ମମତାଂ ରୂପ। ବୈରାଗ୍ୟ ବିନା ଦୁଃଖର ନିବୃତ୍ତି ହୁଏ। ହି ଅଙ୍ଗାଜାତ ନିର୍ବେଦ, ନିର୍ବେଦ ମାନେ ଉଦାସୀନ ଭାବ, ଚିନ୍ତା ରହିତ ଭାବ ହେଲା ନିର୍ବେଦ। ଯାହା ହେଉଛି ହେଇଯାଉ। ଆମେ ନଦୀ ସ୍ରୋତରେ ଶୁଖିଲା ପତ୍ର, ଆମେ ଦୈବାଧୀନ ମହାକାଳର ଅଧୀନରେ ଆମେ ଅଛେ। ଯାହା ଚଳ ସନ୍ଧ୍ୟା ସଂସାରିକ ଧରନ୍ତା ଆସୁଛି ଆସିଯାଉ, ଆମ ଉପରେ ଦେଇକି ମାଡ଼ି ଚାଲୁ, ଉଠିକି ବସି ଜୟ ଜଗନ୍ନାଥ କରିକି। ଏଇଟା ହେଲା ନିର୍ବେଦ ଭାବ। ଏ ପ୍ରକାର ଭାବ ଯଦି ଆସିଗଲା, ଏ ସାଂସାରିକ ଧରନ୍ତା ମନ ଉପରେ କୌଣସି ପ୍ରଭାବ ପକାଇ ପାରିବନି, ମନକୁ ଅଶାନ୍ତ କରିପାରିବ ନାହିଁ। ଏ ହେଲା ପାଠଟା। ତେଣୁ ଦେହ ବନ୍ଧନ ଜିହାସତି। ବୈରାଗ୍ୟ ବିନା ଦୁଃଖ ନିବୃତ୍ତି ହେବ ନାହିଁ। କହିଲେ ହେ ରାଜନ, ଅଜ୍ଞାନୀ ପୁରୁଷ ଯେପରି ମମତା ଛାଡ଼ିବାକୁ ଚାହେଁ ନା, ବୈରାଗ୍ୟ ଉଦୟ ହୋଇ ମଧ୍ୟ ହୋଇଥିବା ମନୁଷ୍ୟ ସେହିପରି ଶରୀର ସମ୍ବନ୍ଧୀୟ ବନ୍ଧନକୁ କାଟି ଦେବାକୁ ଚାହେଁ ନା। ଅଜ୍ଞାନୀ ପୁରୁଷ ମମତା ଛାଡ଼ିପାରିବ, ଯେଉଁଗୁଡ଼ାକ ଜ୍ଞାନହୀନ ସଂସାର ଭିତରେ ଲାଖି ଯାଇଛନ୍ତି, ତାଙ୍କୁ ଏଇ ଜ୍ଞାନ କହିଲେ ସେ ଗ୍ରହଣ କରିପାରିବେ ନାହିଁ। କ'ଣ ଗୋଟେ ପାଖାପାଖି କରୁଛି, କାହିଁ ତାକୁ ବୁଝିବେ କି? ସେ ବୁଝି ହେବନି ସହଜରେ ମଧ୍ୟ। ତେଣୁ ସିଏ ବୁଝିବେ ଆମେ ଯାହା କରୁଛୁ ଠିକ୍। ସଂସାର ଦୁନିଆଟା ଘର ଗୃହିଣୀ ଗୃହ ମୁଚ୍ୟତେ, ଘରକୁ ଧରିକିରି ଗୃହିଣୀ ରୂପକ ଘରକୁ ନିଜର ବୋଲି ବିଚାର କରି ସଂସାର ଭିତରେ ମାତିଛନ୍ତି ସମସ୍ତେ। ସିଏ କ'ଣ ସମସ୍ତେ ଏମିତି ବୋକା? ଇଏ ଗୋଟେ ଲୋକ ଖାଲି ଜାଣିଆ, ଇଏ ଏକୁଟିଆ ବୋକା, ଆଉ ସମସ୍ତେ ତାଲା। ଏ କଥା ଚିନ୍ତନ କରି ଅଜ୍ଞାନୀ ପୁରୁଷ ମୋ ମମତାକୁ ଛାଡ଼ିପାରେ ନାହିଁ। ମୋର ମୋ ସ୍ତ୍ରୀ, ମୋ ପୁଅ, ମୋ ନାତି ବାଧି ହେଇଗଲା। ତେଣୁ ବୈରାଗ୍ୟ ଉଦୟ ହୋଇନଥିବା ମନୁଷ୍ୟ, ବୈରାଗ୍ୟ ଉଦୟକୁ ଛାଡ଼ିବ, ନହେଲେ ଛାଡ଼ିପାରିବନି। ଯେମିତି ଅଜ୍ଞାନୀ ପୁରୁଷ ମମତାକୁ ଛାଡ଼ିପାରେନି, ସେ ବୈରାଗ୍ୟ ନ ଆସିଲା ପର୍ଯ୍ୟନ୍ତ
ଶରୀର ସମ୍ବନ୍ଧୀୟ ବନ୍ଧନରୁ ମୁକ୍ତ ହୋଇପାରିବ ନାହିଁ। ଆଉ ବୈରାଗ୍ୟ ନା ଆସିଲେ ବନ୍ଧନ ମୁକ୍ତ ହେବ କି? ବୈରାଗ୍ୟ ସଂସାର ପ୍ରତି ବିରକ୍ତି ଭାବ, ଏ ସଂସାର କିଛି ନୁହେଁ ଇତ୍ୟାଦ୍ୟରେ ଯେଉଁ ଗ୍ରୁପ କରିକି ଆମେ ବସିନି କି କିଛି ଏ ଗ୍ରୁପର ଅର୍ଥ ନାହିଁ ଯେ କେହି କାହା ଭିତରେ ପଡ଼ିବେନି, ଯେଝା କଥା ଯାହା ଏ ପ୍ରକାର ଚିନ୍ତନ କରି ବୈରାଗ୍ୟ ନ ଆସିଲା ପର୍ଯ୍ୟନ୍ତ ସଂସାର ବନ୍ଧନ କଟିବ ନାହିଁ। ଯେମିତି ଅଜ୍ଞାନୀ ପୁରୁଷ ମମତା କାଟିପାରେ ନାହିଁ, କେତେ ଶାସ୍ତ୍ର କଥା କହିଲେ ମଧ୍ୟ କିଛି ଗ୍ରହଣ କରିବନି, କିଛି ହବନି। ତାପରେ ପିଙ୍ଗଳା ଉବାଚ ଏ ପ୍ରକାର ଚିନ୍ତନ କରି ତାମାନେ ବୈରାଗ୍ୟ ହିଁ ସଂସାର ବନ୍ଧନକୁ କଟେଇବା ପାଇଁ ଏକମାତ୍ର, ବୈରାଗ୍ୟ ଦ୍ୱାରା ହିଁ ସଂସାର ବନ୍ଧନ କଟିଯିବ। ଆଉ ବୈରାଗ୍ୟ ନ ଆସିଲା ପର୍ଯ୍ୟନ୍ତ ସେ ହେଉଛି ଅସ୍ତ୍ର, ଆଉ କଟିବ ନାହିଁ କହିଦେଲେ। ତାପରେ ପିଙ୍ଗଳା ଉବାଚ ଅହୋ ମେ ମୋହ ବିତତି ପଶ୍ୟତା ବିଜିତାତ୍ମନ ଅବିଜିତାତ୍ମନ ଯା কান্তা দশতঃ কামম কাময়ে যেন বালিশাহারা হোমে মোহ বিততি। এখানে ମୁଁ କି ମୋହଗ୍ରସ୍ତ ହେଇଛି, ମୋହ ମାନେ ମୋର ଚେତା ଶୂନ୍ୟ ହେଇଯାଇଛି, ମାନେ ଜ୍ଞାନ ଶକ୍ତି ନାହିଁ, ବିଚାର କରିପାରୁନି କିଛି, କର୍ତ୍ତବ୍ୟ ଅକର୍ତ୍ତବ୍ୟ, ଲଜ୍ଜାହୀନା ହେଇଯାଇଛି। ସ୍ତ୍ରୀଟା ଲାଜ ହେଲା ମୋର ଭୂଷଣ, କିନ୍ତୁ ଛାଡ଼ିଦେଇ ମୁଁ ପୁରୁଷ ଅନ୍ୱେଷଣରେ ଅଛି। ପଇସା ଟଙ୍କା ସହ ପୁରୁଷ, ଖାଲି ପୁରୁଷ ନୁହେଁ, ଖାଲି ପୁରୁଷ ତ ଅସଂଖ୍ୟ ନଥାଏ, ଟଙ୍କା ଅଧିକା ଦେଉଥିବା ପୁରୁଷ, ଟଙ୍କା ସହ ପୁରୁଷ, ଏଇ ପ୍ରକାର ରହିକିରି ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ମୋହଗ୍ରସ୍ତ ହୋଇଯାଇଛି, ଚୈତନ୍ୟହୀନ ଜ୍ଞାନ ଶୂନ୍ୟ ହୋଇଯାଇଛି। ଏବଂ ପଶ୍ୟତା ଅବିଜିତାତ୍ମନ, ତେଣୁ ମୁଁ ବର୍ତ୍ତମାନ ଅବିଜିତାତ୍ମା, ମାନେ ଇନ୍ଦ୍ରିୟ ଜୟ କରିପାରି ନାହିଁ। ଏଇ ଯେଉଁ ଇନ୍ଦ୍ରିୟ ହେଲା ଜନନେନ୍ଦ୍ରିୟ ପ୍ରତି ଯେଉଁ ଆସକ୍ତି ରହିଛି ତାକୁ ମୁଁ ଜୟ କରିପାରି ନାହିଁ। ଇଏ ଗୋଟେ ବଡ଼ ଅସାଧ୍ୟ ଇନ୍ଦ୍ରିୟ, ତେଣୁ ତାକୁ ଜୟ କରିପାରିନି, ମୋହଗ୍ରସ୍ତ ହୋଇଯାଇଛି। ଯା କାନ୍ତା ଦଶତଃ କାମମ୍ ଅସତଃ କାମମ୍ ଖାଲି ଗୀତ କେଡ଼େ ବୁଦ୍ଧିହୀନ ହୋଇଲି ଇନ୍ଦ୍ରିୟଧୀନ, କାମନା ପୁରାଇବା ପାଇଁ ପରପୁରୁଷ ଅଛି ଚାହିଁ, ଜେଲର ନୁହେଁ ମୋର ପତି, ତାପରେ ରଖିଛି ମୁଁ ମତି। ଯା କାନ୍ତା ଅସତଃ କାମଂ କାମୟେ ଯେନ ବାଳିଶାହାରା, ବାଳିଶା ମାନେ ମୂର୍ଖ, ମୁଁ ଏଡ଼େ ମୂର୍ଖଟା ଯେ ମୁଁ ଗୋଟେ ଅର୍ଥ ସହିତ ଗୋଟେ ଅନ୍ୟ ପୁରୁଷ ଉପରେ ନିର୍ଭର କରି ମୋର ସୁଖ ଶାନ୍ତିକି ସବୁ ନଷ୍ଟ କରିଦେଇ ନିଦ ବି ଆସୁନି, ମୁଁ ବିଚଳିତ ହୋଇକି ବୁଲୁଛି। ସେ ମୁଁ ଯାହା କହିଲା ମୁଁ ଏଡ଼େ ମୂର୍ଖ ଅଜିତେନ୍ଦ୍ରିୟ ଏ ପ୍ରକାର କହିକିରି ନିଜକୁ ଧିକ୍କାର କଲା। ମୋର ତ ଚେତାଶୂନ୍ୟ ହେଇଯାଇଛି, ମୋର ବିବେକ ଶକ୍ତି ଜ୍ଞାନ ଶକ୍ତି କିଛି ନାହିଁ। এই প্রকার চিন্তন করছি। সন্তম সমীপে রমণঙ্গরতিপ্রদম বিত্তপ্রদম নিত্যমিমং বিহায় অকামদম দুঃখ ভয়াদি শোকম অভোপ্রদম প্রদম উহপ্রদম তুচ্ছমহম ভজে অজ্ঞা। ମୁଁ ହେଉଛି ଅଜ୍ଞା, ମାନେ ଜାନାତି ତିଜ୍ଞ ନ ଅଜ୍ଞ ଅଜ୍ଞ ଜ୍ୟୋତିର୍ଲିଙ୍ଗରେ ଅଜ୍ଞା ହେଇଛି, କିଛି ମୁଁ ଜାଣିପାରୁନି, ଜ୍ଞାନହୀନା ମୋ ଅଜ୍ଞାନଟା। ସନ୍ତଂ ସମୀପେ ରମଣଙ୍ଗ ରତିପ୍ରଦମ, ମୋ ଭିତରେ ମୋର ଭିତରେ ଜୀବାତ୍ମା ଅଛନ୍ତି, ପରମାତ୍ମା ମଧ୍ୟ ଅଛନ୍ତି, ଯିଏ ହେଉଛନ୍ତି ପ୍ରକୃତ ମୋର ରମଣ ମାନେ ସ୍ୱାମୀରେ ଜଗନ୍ନାଥ ସ୍ୱାମୀ ସେଭଳିଆ ଭିତରେ ଅଛନ୍ତି ତା ଶ୍ରୀମନ୍ଦିର। ଆଉ ଇଏ ଭିତରେ ମୋର ରମଣ ମାନେ
ଯେ ଜଗତର ସ୍ୱାମୀ ସେ ମୋର ବି ସ୍ୱାମୀ, ସେ ମୋ ଭିତରେ ଅଛନ୍ତି ଏବଂ ତାଙ୍କ ସହିତ ରତି କରିବା, ରତିପ୍ରଦମ ଏକାକାର ହୋଇଯିବା ମୋର ଦରକାର। ଏ ଆତ୍ମା ପରମାତ୍ମାଙ୍କ ସହ ମିଶି ହେଇକି ହେଇଯିବା। କମାର ଶାଳରେ ଲୁହା ଏବଂ ଅଗ୍ନି ଏକ ହେଲା ଭଳିଆ ଦୁଇଟା ଅଲଗା ଅଲଗା ବସ୍ତୁ ମିଶିକିରି ଏକ ହେଇଯିବେ। ଠିକ୍ ସେମିତି ମୁଁ ବର୍ତ୍ତମାନ ମୋର ଜୀବାତ୍ମା ପରମାତ୍ମାଙ୍କ ସହିତ ଏକ ହେଇଯିବା ଦରକାର। ମୋର ରମଣ ମାନେ ମୋ ଭିତରେ ମୋର ରମଣ ମାନେ ସ୍ୱାମୀ ମାଲିକ ୟାରି ଭିତରେ ଅଛନ୍ତି, ଯିଏକି ରତିପ୍ରଦ, ତାଙ୍କ ସହିତ ମୁଁ ଏକାକାର ହେଇଯିବା ଦରକାର। ଆତ୍ମା ପରମାତ୍ମା ମିଶେଇ ଦେବା ଦରକାର। ବିତ୍ତପ୍ରଦମ ନିତ୍ୟମିମଂ ବିହାୟ, ବିତ୍ତପ୍ରଦମ ନିତ୍ୟମିମଂ ବିହାୟ। ଆଉ ମୁଁ ସାମାନ୍ୟ ଟଙ୍କା ପାଇଁ ଏ ଶରୀରଟାକୁ ବିକ୍ରି କରିଦେଉଛି। ଯେଉଁ ଶରୀର ଭିତରେ ମୋର ପ୍ରଭୁ ଅଛନ୍ତି ଏବଂ ସେ ତାଙ୍କ ସହିତ ପ୍ରେମ କରିବା ମୋର ଦରକାର। ମୁଁ ସେ ପ୍ରକାର ପ୍ରଭୁଙ୍କୁ ଛାଡ଼ିକିରି ଯାହାକୁ ପ୍ରେମ କଲେ ଆନନ୍ଦ ମିଳିବ, ମୁଁ ତାଙ୍କୁ ଛାଡ଼ି କିଛିଟା ପଇସା ପାଇଁ ଟଙ୍କା ନିମିତ୍ତ ମୁଁ ତାଙ୍କୁ ଛାଡ଼ିକିରି ନିତ୍ୟଂ ଇମଂ, ସେ ହେଲେ ନିତ୍ୟ ବସ୍ତୁ, ସଦାଳ ପାଇଁ ଅଛନ୍ତି। ତାଙ୍କୁ ଖୋଜିବା ଦରକାର ନାହିଁ, ପରିଶ୍ରମ କରିବା ଦରକାର ନାହିଁ, ତାଙ୍କୁ ଅପେକ୍ଷା କରିବା ଦରକାର ନାହିଁ। ଏବେ ଯେମିତି ଅପେକ୍ଷା କରି ବସିଛି ଟଙ୍କା ଧରିବା ଲୋକ ଆସିବ, ତା ସିଏ ଭିତରେ ବସୁଛନ୍ତି। ମୁଁ ତାଙ୍କୁ ଛାଡ଼ିକିରି ଇମଂ ବିହାୟ, ଯିଏ ମୋ ଭିତରେ ଅଛନ୍ତି, ଯିଏ ଶାନ୍ତିପ୍ରଦ, ଯାହାକୁ ଚିନ୍ତନ କରି ଶାନ୍ତି ମିଳିବ, ନିତ୍ୟ ନିବାସ କରୁଛନ୍ତି। ତେଣୁ ତାଙ୍କ ସହିତ ଯୋଗ ହୋଇଯିବା ମୋତେ ଦରକାର। ଆଉ ମୁଁ ସେ କଥା ଛାଡ଼ିକିରି ଏ ପର ପୁରୁଷ ଅପେକ୍ଷାରେ ଅଛି। ଅକାମଦମ୍ ଦୁଃଖ ଭୟାଦି ଶୋକମ୍, ଯିଏ କୌଣସି କାମନାକୁ ପୂର୍ଣ୍ଣ କରିପାରିବ ନାହିଁ। ନ କାମଦମ୍, କାମମ୍ ଦଦାତି କାମଦ, କୌଣସି କାମନା ପୂର୍ତ୍ତି କରିପାରିବ ନାହିଁ। ଏବଂ ଦୁଃଖ ଭୟ ଏବଂ ଶୋକ, ଦୁଃଖ କ'ଣ କିରେ? ସତର ଯତ ଗୁଣ ତିନିଟା, ତ ସତଗୁଣର କାମ ହେଲା ପ୍ରକାଶକ ଏବଂ ଆନନ୍ଦମୟ। ତେଣୁ ସେ ଆଉ ଦୁଃଖ ହେଲା ରଜଗୁଣର କାମ, ଶୋକ ହେଲା ତମଗୁଣର କାମ। ତେଣୁ ମୁଁ ରଜତମ ଗୁଣକୁ ଆଶ୍ରୟ କରି ଦୁଃଖ ଶୋକ ଭିତରେ ପଡ଼ୁଛି। ଦୁଃଖ ଭୟ ଆଧି, ଭୟ ମାନେ ମୃତ୍ୟୁ ଭୟ, ଆଧି ମାନେ ମାନସିକ ଚିନ୍ତା, ଶାରୀରିକ ରୋଗ ନୁହଁ, ମାନସିକ ଚିନ୍ତାକୁ ଆଧି କୁହାଯିବ। ତେଣୁ ଆଧି ଏବଂ ମୃତ୍ୟୁ ଭୟ, ଇଆଡ଼େ ଦୁଃଖ ଶୋକ, ଏ ସବୁଗୁଡ଼ାକ ମୋତେ ଘାଟୁଛି ପକେଇକିରି। ଏସବୁ ରଜ ଏବଂ ତମଗୁଣର କାମ। କାମନା ପୂର୍ଣ୍ଣ କରୁନାହାନ୍ତି କିଛି। ମୁଁ କୌଣସି କାମନା ମାନେ ଯଦି ଗୋଟେ ଅନ୍ୟ ପୁରୁଷକୁ ମୁଁ ଆସିକି ରହି ଚିନ୍ତା କରୁଛି, ସେ ମୋର ସମସ୍ତ କାମନା ପୂର୍ଣ୍ଣ କରିପାରିବ ନାହିଁ। କିନ୍ତୁ ଏକମାତ୍ର ପ୍ରଭୁ ହିଁ ଇଏ ଭିତରେ ଅଛନ୍ତି, ସେ ଶାନ୍ତିପ୍ରଦ, ସମସ୍ତ କାମନା ପୂର୍ଣ୍ଣ କରିଦେବେ। ତାଙ୍କ ସହିତ ରତିମାନେ ଏକାକାର ହେଇଯିବା ମୋର ଦରକାର। ମୋହପ୍ରଦମ ତୁଚ୍ଛମହମ ଭଜେ ଅଜ୍ଞାନ, ଏବଂ ମୁଁ ମୋହଗ୍ରସ୍ତ ହେଇଯାଇଛି, ଜ୍ଞାନହୀନ ହେଇଯାଇଛି। ତୁଚ୍ଛ ଗୋଟେ ଶୁଖିଲା ଜିନିଷ ପଛରେ ବଢ଼ିଛି, ଅହମ୍ ଭଜେ। ତେଣୁ ୟାକୁ ଛାଡ଼ିକିରି ମୋତେ ମୋର ପ୍ରକୃତ ସଚ୍ଚା ସ୍ୱାମୀ, ଯିଏ ଜଗତର ସ୍ୱାମୀ, ଯାହାକୁ ଚିନ୍ତନ କଲେ ପ୍ରେମର ସହିତ ଚିନ୍ତନ କଲେ ଆନନ୍ଦ ହିଁ ଆନନ୍ଦ ମିଳିବ। ମୁଁ ତାଙ୍କୁ ଛାଡ଼ି ଇଏ ଅନିତ୍ୟ, ଯିଏ ମୋର କୌଣସି କାମନା ପୂର୍ଣ୍ଣ କରିପାରିବନି। ଆରେ ସିଏ ମଲାକୁ ମୁଁ ମଲା, ଗୋଟେ ମଲା ଲୋକ ତାର ଦୁଃଖ ଭୟ ଆଧି ଶୋକ ପୀଡ଼ିତ ଯେଉଁ ଲୋକଟା ନିଜେ ଦୁଃଖିତ, ଅନେକ ତା ପାଖରେ ଦୁଃଖ ଥିବ, କାନ୍ଦୁଛି ସଦାବେଳେ, ମୃତ୍ୟୁ ଭୟ ଅଛି। ଯିଏ ମଲାଟା, ଆରେ ସିଏ ମୋତେ କ'ଣ ଆନନ୍ଦ ଦେବ କିରେ? ଆଉ ଯିଏ ନିତ୍ୟ ବସ୍ତୁ, ସିଏ ମୋ ଭିତରେ ଅଛନ୍ତି, ମୋ ସ୍ୱାମୀ। ମୁଁ ତାଙ୍କୁ ଛାଡ଼ି ମୋରି ଭିତରେ ଥିବା ମୋର ରମଣ ମାନେ ସ୍ୱାମୀ, ଯିଏକି ଆନନ୍ଦ ପ୍ରଦାନ କରିବେ, ତାଙ୍କ ସହିତ ମୁଁ ରତି କରିବା ଦରକାର, ଏକାକାର ହେଇଯିବା ଦରକାର। ଏକରେ ଏକ ମିଶିକିରି ଏକ ହେଇଯିବା ଦୁଇ ନୁହଁ। ଆତ୍ମା ପରମାତ୍ମା ମିଶିକିରି ଏକାକାର କରିଦେବା ମୋର କାମ। ଆଉ ଇଏ ମଲା ଲୋକ, ଯିଏ ନିଜେ ଦୁଃଖୀ ଏବଂ ମାନସିକ ଅଶାନ୍ତି ଭୋଗ କରୁଛି, ଅଶାନ୍ତ ଭିତରେ ଗତି କରୁଛି, ଦୁଃଖ ମୃତ୍ୟୁ ଭୟ ସବୁ ଅଛି। ଇଏ ମଲା ଲୋକ ସହିତ ସମ୍ପର୍କ ମୋର କ'ଣ?
ଇଏ ସକଳ କହୁଛି ମୋତେ ଲଜ୍ଜାହୀନ ହେଇକି ଟଙ୍କା ବି ଛେ ମୁଁ କେତେ ମୂର୍ଖ ଏମନ୍ତ ସେହୁ ଚିନ୍ତା କଲା ଅହୁ ମୟାତ୍ମା ପରିତାପିତୁ ବୃଥା ସାଙ୍କେତ୍ୟ ବୃତ୍ତିଆ ଅତି ବିଗର୍ହ ବାର୍ତ୍ତୟା ସ୍ତ୍ରୈଣାନ୍ ନରାତ ଚାର୍ଥତୃଷୁ ଅନୁସେବ୍ୟତ ଅନୁସୂଚ୍ୟତ କ୍ରୀଡ଼େନ ବିତ୍ୱଂ ରତିମାତ୍ମନେଚ୍ଛତା କହିଲେ ଅହୁ ମୟା ଆତ୍ମା ପରିତାପିତୁ ବୃଥା ମୟା ମୋ ଦ୍ୱାରା ଆତ୍ମାଟାକୁ ମୁଁ ବୃଥାରେ ସନ୍ତପ୍ତ କରୁଛି। ଆତ୍ମା ହେଉଛନ୍ତି ପରମାତ୍ମାଙ୍କର ଅଂଶ, ଇଏ ହେଉଛନ୍ତି ମୁଁ ଗୋଟିଏ ଆତ୍ମା, ମୁଁ ପରମାତ୍ମାଙ୍କର ଅଂଶ ଏବଂ ସଚିଦାନନ୍ଦଙ୍କର ଅଂଶ। ଆନନ୍ଦ ହିଁ ଆନନ୍ଦ ଅନୁଭବ କରିବା ମୋର କାମ। ମୁଁ ଆନନ୍ଦ ପଛରେ ନ ଦୌଡ଼ି ହରେ ଦୁଃଖ ପଛରେ ଯାଇଛି। ମଲା ଲୋକଟାକୁ ସ୍ୱାମୀ ବୋଲି କହୁଛୁ, ଯିଏ ନିତ୍ୟ ଅବସ୍ଥାକୁ ଛାଡ଼ିକିରି ଛେ ଭୁଲ କରିଦେଲି। ଅହୋ ମୟା ଆତ୍ମା ପରିତାପିତା ମୁଁ ଆତ୍ମାକୁ ସନ୍ତପ୍ତ କରୁଛି, ଅଶାନ୍ତ ପରିବେଶ ସୃଷ୍ଟି କରୁଛି ଆତ୍ମା ଦେହରେ। ବୃଥା ବୃଥା ଏକା ବେକାର ଜିନିଷ। ସାଙ୍କେତ୍ୟ ବୃତ୍ତିଆ ଅତି ବିଗର୍ହ ବାର୍ତ୍ତୟା ଗୋଟେ କିଏ ସଂକେତ କରିଥିଲା ଟଙ୍କା ଧରିକି ଆସିବ, ସେ ଆସୁନି। ସାଙ୍କେତ ବୃତ୍ତି ଦ୍ୱାରା ଅତି ବିଗର୍ହ ବାର୍ତ୍ତୟା ଏଇଟା ଅତି ଗର୍ହିତ ଚିନ୍ତା। କିଏ ଆଜିକାଲି ସତ କହୁଛି? ସେ କହିଦେଇକି ପଳେଇଲା ତାର ଆଉ ମାନେ ତାର କାମ ଶେଷ। ମୁଁ ତାର ମୋ ପ୍ରତି ସ୍ନେହ ଶ୍ରଦ୍ଧା ଅଛି ନା କମଟେ ଅଛି? ଟଙ୍କା ଦଉ କିସ ଉପଭୋଗ କଲା ଚାଲିଲା, ଏଇ ତ ଆଜି ନ ପାରେ। ତେଣୁ ବିଗର୍ହ ବାର୍ତ୍ତୟା ଇଏ ଅତ୍ୟନ୍ତ ଗର୍ହିତ କଥା। ଏ ଆଜିକାଲି ସମସ୍ତେ ଏଇ ବିଷୟ କହୁଛନ୍ତି। ତା ସେ ଗୋଟେ କ'ଣ କହିଦେଲା ପଳେଇଲା ବୋଲି ମୁଁ ତାକୁ ଅପେକ୍ଷା କରିକି ଟିକେ ମାନସିକ ଅଶାନ୍ତି ଭୋଗିବି। ତେଣୁ ସ୍ତ୍ରୈଣାତ ନରାତ ଚାର୍ଥତୃଷଃ ଅନୁସୂଚ୍ୟତ ଗୋଟେ ସ୍ତ୍ରୈଣ ନର ପାଖରୁ ଯା ଅର୍ଥତୃଷ ସେ ସ୍ତ୍ରୈଣ ନରୁଟା ଆଉ ମୁଁ ହେଲି ଅର୍ଥତୃଷା। ମୁଁ ଟଙ୍କା ପାଇବା ପାଇଁ ନାହିଁ ତ, ସେଟା ସ୍ତ୍ରୈଣ ନର। ତେଣୁ ସେ ଟଙ୍କା ଦେଇକି ସମ୍ପର୍କ ରଖିବ। ତେଣୁ ମୁଁ ଅର୍ଥତୃଷାରେ ମିଛରେ ଏ ସ୍ତ୍ରୈଣ ନର ଠାରୁ ସୁଖ ଚାହୁଁଛି ଅନୁସୂଚ୍ୟାତ। ତେଣୁ ତା ଫଳରେ ମୁଁ ଶୋକଗ୍ରସ୍ତ ହେଉଛି। ସ୍ତ୍ରୈଣଟା ତାର ବିଚାର ଶକ୍ତି ନାହିଁ, ମୃତ୍ୟୁ ଭୟ ବି ଅଛି, ତାର ଅନେକ ଦୁଃଖ କଷ୍ଟ ଅଛି। ଆଉ ସେ ଲୋକ ମୋତେ କ'ଣ ସୁଖ ଦେବ? ତେଣୁ ତା ଟଙ୍କା ପାଇବା ଲାଳସାରେ ମୁଁ ଗୋଟେ ସ୍ତ୍ରୈଣ ବ୍ୟକ୍ତି ବିଶେଷ ପଛରେ ଯେଉଁ ଗୋଡ଼େଇଛି ସିଏ ମୋର ସୁଖର କାରଣ ହେଇଯାଇଛି। ତେଣୁ ସେଗୁଡ଼ାକ ଛାଡ଼ିଦେବା ଦରକାର। ମୋର ପ୍ରକୃତ ରମଣ ପ୍ରେମ କରିବା ଲୋକ ମୋ ଭିତରେ ଅଛନ୍ତି ପ୍ରଭୁ, ତାଙ୍କୁ ହିଁ ପତି ରୂପରେ ମୁଁ ଗ୍ରହଣ କରିବା ଦରକାର। କୀର୍ତ୍ତେନ ବିତ୍ତନ୍ ରତିମାତ୍ମନେଚ୍ଛତି। କୀର୍ତ୍ତେନ ବିତ୍ତମ୍ ଟଙ୍କା ପାଇକିରି କୀର୍ତ୍ତ ହେଇ କିଣା ହେଇଯାଇଥିଲା। ଟଙ୍କା ଦ୍ୱାରା କିଣା ଯାଇକିରି ମୁଁ ଅନ୍ୟ ଗୋଟେ ମଲା ପୁରୁଷ ସହିତ ଯାହାର ଜୀବନ କେତେବେଳେ ଚାଲିଯିବ ଠିକଣା କିଛି ନାହିଁ, ଆଉ ସେ ପ୍ରକାର ଲୋକ ସହିତ ରତି କରିବାକୁ ଇଚ୍ଛା କରୁଛି, ତାହା ସଦିଚ୍ଛା ନୁହେଁ। କୀର୍ତ୍ତେନ ବିତ୍ତକୃତେନ ଟଙ୍କା ଦ୍ୱାରା କିଣା ହେଇକିରି ପରପୁରୁଷ ସହିତ ଯେଉଁ ମେଳମାଳ, ଏହା ଆଦୌ ଠିକ କଥା ନୁହେଁ। ଏଇଠି ନିଜର ପୁରୁଷ ପୁରୀ ସେ ଦେଇତି ପୁରୁଷ ୟା ଭିତରେ ଅଛନ୍ତି, ଆଉ ସିଏ ତାଙ୍କ ସହିତ ପ୍ରେମ କଲେ ଆନନ୍ଦ ମିଳିବ। ମୁଁ ତାକୁ ଛାଡ଼ି ଏ ଟଙ୍କା ଦେଇକିରି ଟଙ୍କା ଦ୍ୱାରା କିଣି ନେଇଥିବା ଗୋଟେ ମଲା ଲୋକ ସହିତ କ'ଣ ଶରୀର ସମ୍ପର୍କ କରିବି କିରେ? ଏଇଟା ଭୁଲ, ହେବନି। ଏମନ୍ତ ଚିନ୍ତା କଲା ଆଉ ଯତ୍ ଅସ୍ଥିଭି ନିର୍ମିତ ବଂଶବଂଶୀୟ ସ୍ଥୂଳମ୍
त्वचा रोम नखी पिनद्धम क्षरन नवद्वार द्वार अगारम एतत् बेणुमूत्र पूर्णम मधुपे इति कान्यांगा सॉरी दे ठीक कार है शरीर को देखे कितने कुत्सित घृण्य त्याज्य केमिति गाइछि ना जत अस्थि अस्थि ही निर्मित वंशवंश्य अस्थि गुड़े अच्छी आज मांस पिटुआ भाया था अस्थि गुड़ाक रही गुड़ाक टाणुआ ठेंगा भाया आउची बसुची चलुची गुड़ा सब अस्थि द्वारा हो तेणु अस्थि मांस मज्जा स्थूणम त्वचा रोम इड़ा सब अस्थि रहा मांस रहा रक्तनाड़ी रहा ता ऊपर गोटे घोलड़ी रही चर्मर चर्मर ढाकुणी पड़ी ता देहरे लोम गुड़े अच्छी देखुन इे हाथ में नख नखी पिनद्धम यही प्रकार ये शरीरटा तैयारी आहरी या भितर क्षरण नवद्वार अगार में ये 9टा द्वार विशिष्ट गोटे घर जो थे अनेक आवर्जना क्षरित हो सब आड़ डाक रही पाटी भी खंगार बाहर डाकू सिंगाणी बाहर मलमूत्र बाहर देहर झाड़ बाहर झाड़ भी गंध आ तेणु ये खाली मलायतन ये पायखानाटा किए एड़ाक अस्थि बेद मांस जो रक्तनाड़ी गुड़ा रही गोटे ढाकुणी से पुणी लोम गुड़े आ लोम गुड़ाक वर्जित वर्जन हवा जिनस ना महिला गुड़ाक एमतिका शरीर नख रही ये शरीरटा पुणी 9टा द्वार जो द्वार गुड़ाक महिला खाली केवल महिला महिला पायखाना टाइटा या बेणीमूत्र पूर्णम फिफ्टी माने 20टा एवं मूत्र परिपूर्ण इटा पायखाना टांकीटारे मधुपेति कन्या एवं यही प्रकार जो शरीर या नहीं सुख छी शरीर किसी मान्य अच्छी कि नहीं थे अस्थि मांस चर्म रोम नख एवं 9टा द्वारा सब महिला बाहर ये है शरीर स्थिति या नहीं सुख हो छाड़े तापर विदेहानां पुरे तस्मिन् अहम एक मूढ़ी तेल विदहे नगरटा हूँ ज्ञानर क्षेत्र जो जनक हूँ सम्राट जनक हूँ त्यागी सन्यासी राजा आईना मुझे ये विदय नगर में मु जड़े मात्र मूर्खुटा जान्यमिच्छन्त्य सत्य स्वात् आत्मदत् कामं अच्युतात् जानी जानी अमिच्छन्ति असत्यस्मात् आत्मदत् ये जो विदेह नगरी जीवन मुक्त कर पूरी विदेहटा जो मैंने जी था मुक्त से नगरी ये समस्त साधक केवल ये पूरे परिपूरे रही था ये मो परि मूर्ख कहीं नहीं एक प्रकार गोटे नगरी जो समस्त जीवन मुक्त मुझे रही गोटे अत्यंत मूर्खटारे कहीं आत्मदाना आत्मदानी ओ अविनाशी पुरुषे नही अभिलाषी जानी अमिच्छन्ति असत्य आत्मदत् काम बच्युतांगत मु बुढ़ागा पर पुरुष सर्वदा अभिलाष करे यार भितर पुरुष अच्छा यहाँ मुक्तिदाता यहाँ मुक्त नगरी जीवन मुक्त नगरी समस्ते साधक एवं
ସମସ୍ତେ ମୁକ୍ତି ପଥର ପଥିକ, ମୁଁ ଗୋଟେ ମୂର୍ଖଟା, ମୁଁ ବର୍ତ୍ତମାନ ଇଏ ଶରୀରଟାକୁ ପଇସା ଦେଇକରି ବିକିକିରି ୟା ଦେହରେ ସୁଖ ଚିନ୍ତା କରୁଛି, କିନ୍ତୁ ୟା ଭିତରେ ଆତ୍ମଦାନୀ ଓ ଅବିନାଶୀ, ୟାରି ଭିତରେ ମୋର ଅବିନାଶୀ, ଏଇଟା ମଲା ପୁରୁଷ ସହିତ ସମ୍ପର୍କ, କିନ୍ତୁ ଯିଏ ବିନାଶ ହେବେ ନାହିଁ, ଯିଏ ଆତ୍ମା ସ୍ୱରୂପରେ ସବୁ ଘଟରେ ପରିପୂର୍ଣ୍ଣ ହୋଇକି ଅଛନ୍ତି, ଆଉ ମୁଁ ମୋ ଭିତରେ ମଧ୍ୟ ସିଏ ଅଛନ୍ତି, ମୁଁ ତାଙ୍କୁ ଅଭିଳାଷଣ କରି ମୁଁ ଗୋଟେ ମଲା ପୁରୁଷ ପଛରେ ଗୋଡ଼େଇକି ଟଙ୍କା ପାଇକି ଛେ ଧିକ୍କାର ମୋତେ। ଏଠି ହେଉଛି ବିଦେହ ନଗରୀ, ସମସ୍ତେ ହେଲେ ଜୀବନ ମୁକ୍ତ, ମୁଁ ମରୁଛି ଏଠି। ସୁହୃତ ପ୍ରେଷ୍ଟତମ ନାଥ ଆତ୍ମା ଚାୟମ୍ ଶରୀରିଣାଂ ତମ୍ ବିକ୍ରିୟାତ୍ମ ଆତ୍ମନା ଇବାହಂ ରମେ ଅନେନ ଯଥା ରମାଙ୍ଗା। କହିଲେ ସୁହୃତ ଆତ୍ମା ହେଉଛନ୍ତି ତୁମର ସବୁଠାରୁ ପ୍ରିୟତମରେ ପ୍ରତ୍ୟେକ ବ୍ୟକ୍ତିର। ତୁ ମରିବାକୁ ଚାହୁଁଛୁ ନା ନାହିଁ ମ, ମରିବାକୁ ଚାହୁଁଛୁ ତ ନା କି ମରିପାରିବାକୁ ଚାହୁଁଛୁ ନା ନାହିଁ, ମରିବାକୁ ଚାହୁଁଛୁ ସଂସାର ଭିତରେ ପଠାଉଛୁ। ତୋ ଭିତରେ ଯିଏ ଥିବାରୁ ତୁ ବଞ୍ଚିଛୁ, ତାଙ୍କ କଥା ଟିକେ ଚିନ୍ତା କରୁନୁ, କିଛି ବୁଝୁଛୁ ନାହିଁ, ସେଇ ତ ପାଠ ଆଉ। ତେଣୁ ସୁରତ ତୋ ଭିତରେ ଅଛନ୍ତି, ଏ ବାହାରେ ଯୋଉଗୁଡ଼ାକ ସବୁ କେହି ମିତ୍ର ନୁହନ୍ତି, ମିତ୍ର ଭଳି ଆଚରଣ କରନ୍ତି କିନ୍ତୁ ସମସ୍ତେ ଶତ୍ରୁ ଅଟନ୍ତି। ସୁହୃତ ତୋ ଭିତରେ ଅଛି ପ୍ରେଷ୍ଟତମ, ସବୁଠାରୁ ପ୍ରିୟତମ ମିତ୍ର, ନାଥ ମାନେ ସ୍ୱାମୀ, କିଏର ସ୍ୱାମୀ ଆତ୍ମା, ସେଇ ଜୀବାତ୍ମା ଯେ ପରମାତ୍ମା ସେ ଚ ଅୟଂ ଶରୀରା, ସମସ୍ତ ଶରୀର ଭିତରେ ଶରୀର ହେଇକିରି ଆତ୍ମା ରହିଛନ୍ତି, ଯିଏ ଏକମାତ୍ର ତୋର ପ୍ରିୟତମ ସୁହୃତ। ଆଉ ଜଣେ କିଏ ସେମିତି ନାହିଁରେ, ଏଠି ବାହାରେ ଯେତେ ସବୁ ଇଏ କେବଳ ସୁହୃତ ପରି ଅଭିନୟ କରନ୍ତି, କିଛି କିଏ ସୁହୃତ ନୁହଁ। ସଂସାର ମିଥ୍ୟା, ସବୁ ମିଥ୍ୟା। ତେଣୁ ତୋର ନାଥ ମାଲିକ ସବୁ ଶରୀର ଭିତରେ ଯିଏ ଆତ୍ମସ୍ୱରୂପରେ ଅଛନ୍ତି, ଯିଏ ସବୁଠାରୁ ପ୍ରିୟତମ, ସିଏ ସବୁ ଅଛନ୍ତି ତୋ ଭିତରେ। ତମ୍ ବିକ୍ରିୟାତ୍ମନା ଏବ ଅହମ୍, ତମ୍ ବିକ୍ରିୟ, এই প্রকার ଯେଉଁ ଶରୀର ଯାହା ଭିତରେ ନିତ୍ୟ ବସ୍ତୁ ପୁରୁଷ ବିଦ୍ୟମାନ କରିଛନ୍ତି ବ୍ରହ୍ମସତ୍ତା, ତୁ ଏଇ ପ୍ରକାର ଶରୀରଟାକୁ ବିକିକିରି ଟଙ୍କା ମାଧ୍ୟମରେ ଯେଉଁ ଶରୀର ତୋର ପବିତ୍ର ହୋଇଯାଇଛି, ପରମାତ୍ମାଙ୍କର ମନ୍ଦିର ଇଏ, ଜୀବାତ୍ମାର ମନ୍ଦିର ଇଏ, ବ୍ରହ୍ମ ପଦାର୍ଥର ମନ୍ଦିରଟାରେ ଇଏ ମନ୍ଦିରଟାକୁ ତୁ ବିକିକିରି ଟଙ୍କା ଆଣୁଛୁ। ନୈବ ଅହମ୍ ରମେ ଅନେନ ଯଥା ରମାୟଣ, ତେଣୁ ତୁ ରମା ହେଇକିରି ରମା ରମଣଙ୍କ ସାଙ୍ଗରେ ରମଣ କରୁନୁ। ଆଉ ଇଏ ଟଙ୍କା ଦେଇକିରି, ଟଙ୍କା ଦ୍ୱାରା ବିକିକିରି ଶରୀରଟାକୁ ଅନ୍ୟ ଗୋଟେ ମଲା ଲୋକ ସହିତ କ'ଣ ସମ୍ପର୍କ ରଖିଛୁ? ଛାଡ଼, ସବୁ ଭୁଲ କରି ପକଉଛୁ ରେ, ହବନି। ତୋ ଭିତରେ ପୁରୁଷ ଅଛନ୍ତି, ପୁରୀ ସେଇତ ଇତି ପୁରୁଷା, ତୋ ଭିତରେ ପୁରୁଷ ଅଛନ୍ତି, ତାଙ୍କ ସହିତ ସମ୍ପର୍କ କରେ। ସୁନ୍ଦର କଥା ଚିନ୍ତା କଲା। ତୁ ରମା ରମଣ ତୋ ଭିତରେ ଅଛନ୍ତି, ତେଣୁ ତୁ ରମା ଭଳିଆ ତାଙ୍କ ସହିତ ରମଣ କରେ। କିଏ ତ ପ୍ରିୟନ୍ତେ ବ୍ୟୋହଜନ କାମ ଯେ କାମଦାନ ରାହା ଆତ୍ମତବନ୍ତ ଭାର ଝିଅ ବିବାହ ବା କାଳ ବିଦ୍ୟୁତ ହାରା କହିଲେ ସକଳ ପ୍ରାଣୀଙ୍କର ସ୍ୱାମୀ, ସବୁରି ବନ୍ଧୁ ଅନ୍ତର୍ଯାମୀ, ମଙ୍ଗଳକର୍ତ୍ତା ସବୁରି ମିତ୍ର ଆତ୍ମା ସେହି ହରି, ନିଜକୁ ଦେଇ ତାଙ୍କୁ କିଣି ହୋଇବି ତାଙ୍କରି ହରଣୀ। ଯଦି ବିକ୍ରିବି ତମ୍ ବିକ୍ରିୟ, ତମ୍ ବିକ୍ରିୟ ଆତ୍ମନା ଇବ, ତେଣୁ ତାକୁ ହିଁ ଶରୀର ବିକିବି, ତାକୁ ହିଁ ଶରୀର ପ୍ରଦାନ କରିବି। ଇଏ ଆଉ ଯେଉଁ ବାଜ୍ୟ ଲୋକଙ୍କୁ ପଇସା ଆଣିକି ତାଙ୍କୁ ଶରୀର ଦେଉଥିଲି, ସେଟା ବନ୍ଦ କରିବି ଆଉ, ଏ କଥା ଚିନ୍ତା କଲା। ତେଣୁ ନା ଲକ୍ଷ୍ମୀଙ୍କ ପରି ତାଙ୍କ ସଙ୍ଗେ ବିହାର କରିବି ମୁଁ ରଙ୍ଗେ, କେଉ ବା କାମ ଭୋଗ ଦେଇ ଭାର୍ଯ୍ୟାକୁ ତୋଷିଣ ପାରଇ, ସଂସାରେ ନାହିଁ କେହି ବ୍ୟକ୍ତି ଭୋଗେ ପାଇଛି ଯେ ଧ୍ରୁପଦୀ। ୟତ୍ ପ୍ରିୟନ୍ତେ ବ୍ୟୋହଜନ କାମା ଯେ କାମଦାନ ରାହା, କାମୁ କନର ଗୁଡ଼ାକ
ସ୍ତ୍ରୀ ସହିତ ରହି କ'ଣ ତାଙ୍କର କାମନା ପୂର୍ତ୍ତି ହେଉଛି। ଯେତେ ଭୋଗ କଲେ ମଧ୍ୟ ଉପଭୋଗେନ ନଜାତୁ କାମ କାମାନାଂ ଉପଭୋଗେନ ସାମ୍ୟତେ ହବିତା ହବିଷା କୃଷ୍ଣବର୍ତ୍ତେମ ଭୂୟରେବା ବିବର୍ଦ୍ଧତେ। କହିଲା ଏଇ ଯେଉଁ ଯେତେ ଉପଭୋଗ କଲେ ମଧ୍ୟ କାମନା ତୃପ୍ତି ହୁଏ ନାହିଁ। ଉପଭୋଗେନ କାମ ନ ତୃପ୍ୟତି, ଭୋଗ କରିବା ଦ୍ୱାରା କାମନା ତୃପ୍ତି ହୁଏ ନାହିଁ। କେମିତି ଉଦାହରଣ ଦେଲେ, ଅଗ୍ନି ଅଛନ୍ତି, ଘିଅ ପୋଡ଼ିବା ସ୍ୱାହା ନମଗ୍ନ ଆଉ ଧୂପ୍ ଜଳିବେ। ତେଣୁ ଅଗ୍ନିଙ୍କ ପାଖରେ ତାଙ୍କୁ ଭୋଗ୍ୟ ବସ୍ତୁ ତାଙ୍କୁ ତେଜ କରିବା ଜିନିଷ ଘିଅ ପୋଡ଼େଇଲେ ସିଏ ବେଶୀ ଜଳିବେ ନା ଲିଭିବେ। ଠିକ୍ ସେମିତି ଭୋଗ କରିବା ଦ୍ୱାରା ଅଗ୍ନିକି ଘୃତ ଭୋଗ ଦିଆଗଲା, ତାହେଲେ ତାଙ୍କୁ ଭୋଗ କରିବାକୁ ସୁଯୋଗ ଦିଆଗଲା, ସେ ବେଶୀ ଉତ୍ପାତ ହେଇକି ଜଳିଲେ। ଠିକ୍ ତେଣୁ ଭୋଗ କଲେ ଆହୁରି ଭୋଗ ଲାଳସା ବଢ଼ି ଚାଲେ, ଭୋଗ ଲାଳସା ଶାନ୍ତି ହେବ ନାହିଁ। ତେଣୁ କେଉଁ ବ୍ୟକ୍ତିଟା ଭୋଗ କରିକିରି ତୃପ୍ତି ଲାଭ କରୁଛି ସଂସାରରେ କେହି ହେଇନି କି ହେବନି। ତେଣୁ ଆଦ୍ୟନ୍ତବନ୍ତ ସେ ସଂସାର ସବୁ କାମ ସୃଷ୍ଟି ସ୍ଥିତି ବିନାଶ, ତାର ଆଦି ଅଛି ଏବଂ ଅନ୍ତ ବି ଅଛି। ସମସ୍ତେ ଆଦି ଅନ୍ତବନ୍ତ, ସମସ୍ତେ କାଳ କବଳିତ, ସବୁ ଆଦି ଅନ୍ତ ଅଛି, କୌଣସି ଜିନିଷ ସ୍ଥାୟୀ ନୁହେଁ। ଏବଂ ଉପଭୋଗ କରିକିରି କେହି କେବେ ତୃପ୍ତ ହେଇନି। ମହିମଣ୍ଡଳେ ଜନ୍ମ ହୋଇ ଦେବତା ହୋଇଲେ ମରଇ କାଳ ବିଦ୍ରୁତା, ସମସ୍ତେ କାଳର କବଳରେ ରହିଛନ୍ତି ଏବଂ କାଳ ଆସିକି ଗ୍ରାସ କରିଯିବ। ଏବଂ ଉପଭୋଗ କରିକିରି ତୃପ୍ତି ମିଳିବ ନାହିଁ। କହିଲେ ନୂନମେ ଭଗବାନ ପ୍ରୀତ ବିଷ୍ଣୁ କେନାପି କର୍ମଣା, କ'ଣ ଏମିତି ସତ୍କର୍ମ ଥିଲା କେଜାଣି, ଭଗବାନ ବିଷ୍ଣୁ ମୋ ଉପରେ ଖୁସି ହେଇଯାଇଛନ୍ତି। ନହେଲେ ଆଜି ଡେଟ୍ରେ ମୋର ଏଭଳିଆ ଯେଉଁ ପରିବର୍ତ୍ତନ, ଇଏ ସହଜ କଥା ନୁହଁ। ନିଜକୁ ନିଜେ ଚିନ୍ତା କରୁଛି। ନିର୍ବେଦୋୟଂ ଦୁରାଶାୟା ଜନ୍ମେ ଜାତ ସୁଖାବହ, ବର୍ତ୍ତମାନ ଖରାପ ଚିନ୍ତନ ଭିତରେ ରହି ଟଙ୍କା ଶରୀର ବ୍ୟବସାୟ କରୁଥିବା ମୋ ଭଳିଆ ଗୋଟେ ଲୋକର ଅତ୍ୟନ୍ତ ସୁଖ ସମୟ, ନିର୍ବେଦ ରୂପକ ସୁଖ ସମୟ ପଳେଇଗଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ଉଦାସୀନ ଏବଂ ଭଗବତ ପରାୟଣ ହେଇଗଲି। ଭଗବାନଙ୍କ ଚରଣାରବିନ୍ଦରେ ମନ ରଖିଦେଇକିରି ତାକୁ ଆରାଧନା କରିବା ଏକମାତ୍ର କର୍ତ୍ତବ୍ୟ ବୋଲି ବୁଝି ସାରିଲେଣି। ଇଏ କମ୍ କଥା, ବହୁ ଭାଗ୍ୟ ମୋର, ଏଇଟା ନିଶ୍ଚୟ ଭଗବାନଙ୍କ ଆଶୀର୍ବାଦ। ଆଉ ଏ କଥା ଚିନ୍ତା କରୁଛି। ମୈବଂ ସ୍ୟୁଃ ମନ୍ଦ ଭାଗ୍ୟାୟାଃ କ୍ଲେଶା ନିୟର୍ବେଦ ହେତବଃ ଯେନାନୁବନ୍ଧଂ ନିଭୃତ୍ୟ ପୁରୁଷଃ ସମମୃଚ୍ଛତି। ମା ଏବଂ ସ୍ୟୁଃ ମନ୍ଦ ଭାଗ୍ୟାୟାଃ କ୍ଲେଶା ନିର୍ବେଦ ହେତବଃ, ମୁଁ ଗୋଟେ ହତଭାଗିନୀ, ମୋ ମନେ ଯେଉଁ ଦୁଃଖ ହେଲା ତାହା ହିଁ ବୈରାଗ୍ୟକୁ ଦେଲା। ନ ହେଇଥିଲେ କ'ଣ ଭାଗ୍ୟା ନ ଖାଇଲେ କ'ଣ ଜଳିବ କି? ତେଣୁ ସଂସାର ଯେତେବେଳେ ଭୟଙ୍କର ଦୁଃଖ ଦେବ ଏବଂ ଯନ୍ତ୍ରଣାଦାୟକ ହେବ, ମୃତ୍ୟୁବତ ପୀଡ଼ା ଦେବ, ସେତେବେଳେ ମଣିଷ ବୁଝିବ ଯେ ସଂସାର ବହୁତ ପାଇବାକୁ ଛାଡ଼ିବାକୁ ହେବ। ତେଣୁ ମୁଁ ସେମିତି ଛଟପଟ ହେଲି ନା। ଆଉ ରାତିଟା ଗଣ୍ଡେ ଖାଇକି ଧାନକୁ ଘରକୁ ନାନୁକୁ ଏମିତି ଏପଟ ସେପଟ ହେଇ ମାନସିକ ଅଶାନ୍ତି ଅସ୍ଥିରତା ଭିତରେ ଗତି କରି ନିଦ ନାହିଁ, ବ୍ଲଡ଼ ପ୍ରେସର ବଢ଼ି ସାରିଲାଣି। ଆଉ ଏମିତି ଅବସ୍ଥା ଛଟପଟ ହେବା ପରେ ମୋର ପରିବର୍ତ୍ତନ ହେଲା। ମୁଁ ଦେଖିଲି ଗୁଡ଼ାକ ସବୁ ଭୁଲ। ଆଉ ତେଣୁ ମୈବଂ ସ୍ୟୁଃ ମନ୍ଦ ଭାଗ୍ୟାୟାଃ କ୍ଲେଶା ନିର୍ବେଦ ହେତବଃ, ମୁଁ ହତଭାଗିନୀଟା, କିନ୍ତୁ ଏ ଯେଉଁ ଦୁଃଖ ଭୋଗିଲି କିନ୍ତୁ ରାତିରେ, ସେଇଟା ମୋ ନିର୍ବେଦର କାରଣ। ଆଉ ଦୁଃଖ ନ ହୋଇଥିଲେ କ'ଣ ସଂସାରଟା ଯଦି ମିଠା ଲାଗୁଥିବ ତାକୁ ଛାଡ଼ୁଛି କିଏ ହେବ? ଛାଡ଼ି ହେଉନି। କିନ୍ତୁ ଯଦି ଦୁଃଖ ଦେଲା, ସେ କ୍ଲେଶ ହେଲା ନିର୍ବେଦ ପାଇଁ କାରଣ। କ୍ଲେଶ ହିଁ ମୋତେ ଉଦାସୀନ କରେଇଦେଲା। ଆଉ ଯେନ ଅନୁବନ୍ଧଂ ନିହୃତ୍ୟ ପୁରୁଷ ସମମୃଚ୍ଛତି, ଯାହାଫଳରେ ଆଜି ବୈରାଗ୍ୟ କରେ ଶାନ୍ତି ଦାନ, କାଟିଣ ସଂସାର ବନ୍ଧନ। ଯେନ ଅନୁବନ୍ଧଂ ନିହୃତ୍ୟ, ତେଣୁ ସଂସାର ବନ୍ଧନକୁ, ଏଇ ଯେଉଁ ବୈରାଗ୍ୟ ଭାବ ମୋର ଆସିଲା, ଏ ସଂସାର ବନ୍ଧନକୁ କାଟିଦେଲା।
ପୁରୁଷ ସଂଗୃଚ୍ଛତି ଏବଂ ପୁରୁଷ ସହିତ ମାନେ ଆତ୍ମାଟା ପରମାତ୍ମା ସହିତ ମିଶିବାର ବାଟ କରିଦେଲା, ସଂସାର ମଧ୍ୟରୁ କଟେଇଦେଲା। ଏ ଯେଉଁ ଦୁଃଖ ଭୋଗିଲି, ଏ ଦୁଃଖ ନ ଆସିଥିଲେ ମୁଁ ଉଦାସୀନ ହେଇନଥାନ୍ତି, ସଂସାର ହଟିନଥାନ୍ତା, ତେଣୁ ଏ ବନ୍ଧନ ଘଟିନଥାନ୍ତା। ତେନ ଉପକୃତ ଭାବାୟ ଶିରସା ଗ୍ରାମ୍ୟ ସଙ୍ଗତାଃ ତ୍ୟକ୍ତ୍ୱା ଦୁରାଶାଃ ଶରଣଂ ବ୍ରଜାମି ତମ୍ ଅଧୀଶ୍ୱରମ୍। ତେଣୁ କୁହାଗଲା ତେନ ଉପକୃତ ଆଦାୟ, ପ୍ରଭୁଙ୍କ ଏହି ଉପକାର ମାନିବି ହୋଇ ନତ ଶିର। ତେଣୁ ଏଇଟା ସୌଭାଗ୍ୟ ମୋର, ପ୍ରଭୁଙ୍କର ଆଶୀର୍ବାଦ ରହିଲା, ତାଙ୍କ କୃପାରୁ ଏମିତି ହେଇଛି, ଆଉ କିଛି ସନ୍ଦେହ ନାହିଁ। ତେନ ଉପକୃତ, ତେଣୁ ତାଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରିକିରି ଯାହା ହଉ ହେ ପ୍ରଭୁ, ମୋ ଭଳିଆ ଗୋଟେ ଲୋକ ଯିଏ ଶରୀର ବ୍ୟବସାୟ କରୁଥିଲା, ତାହାର ଏତେ ପରିବର୍ତ୍ତନ ତାକୁ କିଏ କରେଲା? ମୁଁ କିଏ? ତେଣୁ ସବୁ ଆପଣଙ୍କ ଦ୍ୱାରା ହେଇଛି ପ୍ରଭୁ। ତେଣୁ ମୁଁ କୃତଜ୍ଞତା ଜଣାଉଛି। ଶିରସା ଗ୍ରାମ୍ୟ ସଙ୍ଗତା, ଏ ଯେଉଁ ପରପୁରୁଷ ସହିତ ସମ୍ଭବ, ଏଇଟା ଗୋଟେ ବେକାର କାମ ମୋର ଥିଲା, ଏଥିରୁ ମୋତେ ହଟେଇ ଦେଲେ ପ୍ରଭୁ। ତେଣୁ ମୁଁ କୃତଜ୍ଞତା ଜଣାଉଛି। ତ୍ୟକ୍ତ୍ୱା ଦୁରାଶାଃ, ତେଣୁ ବର୍ତ୍ତମାନ ଆଉ ସେ ପ୍ରକାର ଖରାପ ଆଶାକୁ ରଖିବିନି, ତାକୁ ପରିତ୍ୟାଗ କରି ଶରଣଂ ବ୍ରଜାମି ତମ୍ ଅଧୀଶ୍ୱରମ୍, ସେଇ ଅଧୀଶ୍ୱର ମାଲିକ ଭଗବାନଙ୍କର ଚରଣରେ ଶରଣ ପଶିଯିବିରେ। କାରଣ ତାଙ୍କର ଅନୁଗ୍ରହ ହେବାରୁ ମୋର ଏ ପ୍ରକାର ବୈରାଗ୍ୟ ଆସିଲା। ଏ ପ୍ରକାର ଚିନ୍ତନ କଲା ବେଲେ ଆଉ କିଛି ନାହିଁ, ସେ ପ୍ରଭୁଙ୍କର କୃପାରୁ ଏସବୁ ହେଇଛି। ଆଉ ପଶିବି ତାଙ୍କରି ପାଦରେ ଶରଣ ସନ୍ତୁଷ୍ଟା ଶ୍ରଦ୍ଧେତ ଯଥା ଲାଭେନ ଜୀବତି ବିହରାମି ଅମୁନା ଏବ ଅହଂ ଆତ୍ମନା ରମଣେନ ବୈ। ଆତ୍ମା ସହିତ ରମଣ କରିବି, ମୋର ଜୀବାତ୍ମା ପରମାତ୍ମା ସହିତ ରମଣ କରିବ, ତାଙ୍କ ସହିତ ଏକାକାର ହବ, ଆଉ ଅନ୍ୟ ପାଠ ନାହିଁ। ସନ୍ତୁଷ୍ଟା ଶ୍ରଦ୍ଧେତ ସନ୍ତୋଷ ଏବ ପୁରୁଷସ୍ୟ ପରଂ ନିଧାନମ୍, ଯାହା ମିଳିଲା ସେଇଥିରେ ଖୁସି, ଯଥେଷ୍ଟ। ପ୍ରଭୁ ଏତିକି ମୋର ପାଇବା ପାଇଁ ହକ ଥିଲା, ତା କିନ୍ତୁ କିଛି ଅର୍ଥ ନାହିଁ, ଖାଇବାକୁ ନାହିଁ, କିଛି ନାହିଁ, କିନ୍ତୁ ସେତିକି ସେଇଟା ବି ଠିକ୍। ଆଉ ନାହିଁ ଖାଇବାକୁ ସବୁ ମିଳିଯାଉଛି, ସରିଲା, ଆଉ ସେତିକି ଯଥେଷ୍ଟ ପ୍ରଭୁ। କାରଣ ମୋର ସେତିକି ହକ, ଆଉ ମୋତେ ମିଳୁଛି, ଆଉ ଠିକ୍ ଅଛି। ଶ୍ରଦ୍ଧେତ, ଯେତିକି ମିଳିଲା ସେତିକିରେ ଶ୍ରଦ୍ଧାର ସହିତ ବଞ୍ଚିଯିବା ଦରକାର। ଯଥା ଲାଭେନ ଜୀବତି, ଯଥା ଲାଭ, ଟଙ୍କା ଦରକାର ନାହିଁ, ଯେଉଁଦିନ ଯାହା ମିଳିଲା ତାର ଛାଏ ମିଳିବ, କିଛି ଅସୁବିଧା ନାହିଁ। ଯେଉଁଦିନ ଯାହା ମିଳିଲା ସେ ତାକୁ ହିଁ ଭକ୍ଷଣ କରି ଆମେ ସେ ଯେତିକି ମୋର ଆୟ ତାରି ଭିତରେ ମୁଁ ଜୀବିକା ନିର୍ବାହ କରିବି। ଯାହା ଯେଉଁଦିନ ମିଳିଲା ସେଇଟା ମୋର ହକ ବା ପ୍ରାପ୍ୟ ବୋଲି ଧରିକି ତାକୁ ଚାଲିବା, ଆଉ ଦରକାର ନାହିଁ କିଛି। ବିହରାମି ଅମୁନା ଏବ ଅହଂ ଆତ୍ମନା, ଏବଂ ମୁଁ ଆତ୍ମା, ମୋର ଆତ୍ମା ଅର୍ଥାତ୍ ପରମାତ୍ମା ସହିତ ରମଣ କରିବାରେ ଲାଗିଯାଉ। ସଂସାର କୂପେ ପତିତମ୍ ବିଷୟୀର ଭୂଷିତେ କ୍ଷଣମ୍ ଗ୍ରସ୍ତଂ କାଳାହୀନାତ୍ମାନମ୍ ଓ ଅନ୍ୟତ ତ୍ରାତୁମ୍ ଅଧୀଶ୍ୱର। ଯୋଡ଼େ ତିନି ଶ୍ଲୋକ ଅଛି, ଉଠେଇଦେବା। ସଂସାର କୂପେ ପତିତମ୍, ସଂସାରଟା ଗୋଟେ ଅନ୍ଧକାର କୂପ, ସବୁ କୂପ କଳ୍ପନା କରାଯାଇଛି। ତୃଣାଚ୍ଛନ୍ନ କୂପ, ଅନ୍ଧକାର କୂପ, ସବୁ କୂପ ହେଉଛି ସୃଷ୍ଟିର ଦ୍ୱାର, ଯୋନି ଦ୍ୱାର। ତେଣୁ ସେ କୂପକୁ ଆଶ୍ରୟ କରି ମଣିଷ ରହିଯିବା ପାଠ କିଛି ନାହିଁ। ତେଣୁ ସଂସାରଟା ଗୋଟେ ଅନ୍ଧାରିଆ କୂଅ। ପତିତମ୍ ବିଷୟୀ ମୁଷିତେ କ୍ଷଣମ୍, କେବଳ ବିଷୟ ଭୋଗ ଲାଳସା କରି ଅନ୍ଧକାର କୂପ ଭିତରେ ପଡ଼ିକିରି ମଣିଷ ସଢୁଛିରେ, ସେଥିରୁ ବାହାରିବାର ନାହିଁ। ଗ୍ରସ୍ତଂ କାଳ ଅହିନା, ଖାଲି ସେ କୂଅରେ ପଡ଼ିଲେ ଅଛି କି? ଯାହା ଗୋଟେ କାଳ, ମହାକାଳ ସ୍ୱରୂପ ସର୍ପ, କୂଅରେ ତେମେ ଅଛ, ସେ ସାବୁଟା ତ ଭାଗରେ ଗପ ହେଉଛି, କି ଭୟ! ତାହେଲେ ଅନବରତ ମୃତ୍ୟୁ ଭୟ ତ ଖାଉଛି ରେ ବାପା। ତୋର କୁଆଡ଼େ ବାହାରିକି ଯିବାର ନାହିଁ, କୂଅ ଭିତରେ ପଡ଼ି ମରିଚୁରେ, ଇଆଡ଼େ ସାପ ପମ୍ପ ହେଉଛି। ଏଇ ସ୍ଥିତିଟା ପ୍ରତ୍ୟେକ ବ୍ୟକ୍ତିର, ଏ କଥା କିଏ ବୁଝୁନି। ତେଣୁ ଆରେ ବାପା କାଳାହୀନାତ୍ମାନମ୍ କୋହ ଅନ୍ୟତ୍ରାତୁ ଅଧୀଶ୍ୱର। ତେଣୁ ଏ ପ୍ରକାର ଅବସ୍ଥାରୁ ଈଶ୍ୱରଙ୍କ ବିନା କିଏ ତୋତେ ରକ୍ଷା କରିବ କିରେ? ତାହେଲେ ଏ ପ୍ରକାର ପରିସ୍ଥିତିରେ ପଡ଼ିଥିବାରେ ମୂଢ଼ ମାନବ ଅନ୍ଧକାର କୂପ ଭିତରେ ପୁଣି
ସାଂଘାତିକ ସାପ ମୁଣ୍ଡଟିକି ପମ୍ପ ହେଉଛି। ଆଉ ଏଥିରୁ ରକ୍ଷା ପାଇବା ପାଇଁ କେବଳ ଭଗବାନ ହିଁ ପାରିବା, ଆଉ କିଏ ପାରିବନି। ତେଣୁ ତାଙ୍କୁ ଆଶ୍ରୟ ଦେଇ ସବୁ ଉଦ୍ଧାର ହେଇଯିବ। ସେ ସାପ ପଳେଇବ କୁଆଡ଼େ, ତାଙ୍କ ନାଁ ଧରିଲେ ଆତ୍ମୈବ ହ୍ୟାତ୍ମନଃ ଗୋପ୍ତା ନିର୍ବିଦ୍ୟେତ ଯଦାଖିଳାତ ଅପ୍ରମତ୍ତ ଇଦಂ ପଶ୍ୟେତ ଗ୍ରସ୍ତଂ କାଳାହୀନା ଜଗତ। ଆତ୍ମା ଏବ ୟାତ୍ମନ ହି ଆତ୍ମନଃ ଗୋପ୍ତା। ତୁ ଭିତରେ ଜୀବାତ୍ମା ଅଛନ୍ତି, ତୁ ତୋ ଭିତରେ ପରମାତ୍ମା ବି ଅଛନ୍ତି। ତୁ ହେଉଛୁ ଜୀବାତ୍ମା, ପରମାତ୍ମା ବି ତାରି ଭିତରେ ଅଛନ୍ତି। ସେଇ ହିଁ ତୋର ରକ୍ଷାକର୍ତ୍ତାରେ, ତୋ ଭିତରେ ତୋର ରକ୍ଷାକର୍ତ୍ତା ଅଛନ୍ତି। ତୁ କୋଉ ଅନ୍ଧକାର କୂପ ଭିତରେ ପଡ଼ିଛୁ ହେଉଛୁ। କାଳ ଅହି ହଁ ହଁ ହେଉଛି ମାନେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଭୟ, ଖାଇଲା କି କହିଲା ଖାଇଲା এই প্রকার হচ্ছু তু। তেমন তু হচ্ছু জীবাত্মাটা, তোর রক্ষাকর্তা গোপ্তা মানে রক্ষাকর্তা পরমাত্মা তু ভিতরে অଛନ୍ତି ନିର୍ବିଦ୍ୟେତ ତଥା ଖିଳାତ। ତେଣୁ ସମସ୍ତ ସଂସାରଟା କିଛି ନାହିଁ ରେ, ମାୟା ଯିଏ ନାହିଁ ସେ ମାୟା, ସେଗୁଡ଼ାକ ନାହିଁ। যেগুড়াক ନାହିଁ ବୋଲି ଚିନ୍ତନ କରି ଯିଏ ତୁ ଅଛୁ ଏବଂ ତୋର ଯିଏ ମାଲିକ ସିଏ ବି ଅଛନ୍ତି, ତାଙ୍କ ସହିତ ଯୋଗ ହେଇଯାଏ। ଆଉ ଏଗୁଡ଼ା କିଛି ନାହିଁରେ, ତୋ ରକ୍ଷାକର୍ତ୍ତା ତୋରି ଭିତରେ। ତୁ ବାହାରେ ବୁଲିକିରି ସଂସାରରେ ବୁଲୁଥିବାରୁ ଛଟପଟ ହେଉଛୁ। ଏଠି କାହା ପିଠିରେ କିଏ ପଡ଼ିବେନି, ଏଗୁଡ଼ାକ ନୁହଁ କିଛି, ବେକାର ଜିନିଷ। କାହିଁ ପାଗଳ ହେଇକିରି ବୁଲୁଛୁ ବାପା, ପାଗଳାମି ଛାଡ଼େ। ତୋ ଭିତରେ ତୋ ରକ୍ଷାକର୍ତ୍ତା ଅଛନ୍ତି, ତାଙ୍କୁ ଯାଉଡ଼ିକି ଧ। ଅପ୍ରମତ୍ତ ଇଦମ ପଶ୍ୟେତ ଗ୍ରସ୍ତ କାଳାହୀନା ଜଗତ। ଭଲ କିନ୍ତୁ ଲକ୍ଷ୍ୟ କରି ଦେଖେ, ଯେ ମହାକାଳ ରୂପକ ସର୍ପ ଫଁ ଫଁ ହେଇକି ସମସ୍ତଙ୍କୁ ଗୋଡ଼େଇଛି ରେ, ଅର୍ଥାତ୍ ମୃତ୍ୟୁ ଭୟ ସମସ୍ତଙ୍କୁ ଗୋଡ଼େଇଛି। ମରିଗଲି, ମରି ତ ଯିବି ଆଉ, ପାଖେଇ ଗଲା, ବୁଢ଼ା ହେଇଗଲିଣି। ଇଏ ଭୟ ସମସ୍ତଙ୍କୁ ଗୋଡ଼େଇଛି ରେ ବାପା। ଇଏ ଭୟରୁ ରକ୍ଷା ପାଇବା ପାଇଁ ହେଲେ ଅପ୍ରମତ୍ତ ଇଦମ ପଶ୍ୟେତ, ତୁ ଆଉ ପାଗଳାମି ଛାଡ଼ି ଦେଇ ସେଇ ବ୍ରହ୍ମସତ୍ତାକୁ ଦେଖେ। ତୋ ଭିତରେ ତୋର ରକ୍ଷାକର୍ତ୍ତା ଅଛି। ତୁ ବ୍ରାହ୍ମଣ ଉବାଚ, ବ୍ରାହ୍ମଣ କହିଲେ କିଏ ସେ? ସେଇ ଅବଧୂତ ଆମର ଦତ୍ତାତ୍ରେୟ। ବୋଲେ ଏବଂ ବ୍ୟବସ୍ଥିତବତୀ ଦୁରାଶାଂ କାପ୍ତତର୍ଷଦାଂ ଛିତ୍ତ୍ୱା ଉପଶମମାସ୍ତାୟ ଶଯ୍ୟାଂ ଉପବିବେଶସା। এই প্রকার যেତେବେଳେ ଚିନ୍ତନ କରିଦେଲା, ଆଗରୁ ଚିନ୍ତା କରୁଥିଲା ଟଙ୍କା ଥଳି ଧରିକି ଆସିବ, ତେଣୁ ଦାଣ୍ଡକୁ ଘର ମୁଣ୍ଡ ଉପରେ ଟେନସନ୍, ଅନେକ ଚିନ୍ତା। ଯେତେବେଳେ ସିଦ୍ଧାନ୍ତ ନେଇଗଲା ସବୁ ଛାଡ଼ିଦେଲି, ଗୁଡ଼ା କିଛି ନୁହଁ, ତାପରେ ଶାନ୍ତ ଅବସ୍ଥା ଆସିଗଲା। ମାନେ କହିବାର ତାତ୍ପର୍ଯ୍ୟ, ରେ ମାନବ ଦେଖ ଏଠି କେମିତି ହେଲା। ସେ ଗୋଟେ ମୁହୂର୍ତ୍ତରେ ବୈରାଗ୍ୟ ଆସିଯିବ। ଜଗତଟାକୁ ସମୀକ୍ଷା କରୁ, ସ୍ଥିର ଭାବରେ ବସିକି ଚିନ୍ତନ କରୁ, ଏ ସଂସାରଟା କ'ଣ ଅଛି, ତ ୟା ଭିତରେ ସୁଖ ଅଛି ନା ନାହିଁ? କିଛି ନାହିଁ, ଦୁଃଖ କେବଳ ଖାଲି ଦୁଃଖ, ସୁଖ ନାହିଁ। ଯଦି ବି ଅଛି ଥାଇପାରେ, କ୍ଷଣିକ, କିଛି ଆସିବ ରହିବ ଯିବ। ସଂସାର ପ୍ରତ୍ୟେକ ବସ୍ତୁ ସୃଷ୍ଟି ସ୍ଥିତି ବିନାଶ, ଏଠି କୌଣସି ଜିନିଷ ସ୍ଥିର ହେଇକି ରହେନି। ତେଣୁ ଯଦି ସୁଖ ଅଛି, ଆନନ୍ଦ ନୁହେଁ, ତାହେଲେ ସିଏ ଅଛି ଥାଇପାରେ, କିନ୍ତୁ ତାହା କ୍ଷଣିକ। ତେଣୁ ଆନନ୍ଦ ପାଇବାକୁ ଲାଗେ, ଯେଉଁ ଆନନ୍ଦର ବିନାଶ ନାହିଁ, କ୍ରମେ ବଢ଼ିବ। ଏବଂ ବ୍ୟବସ୍ଥିତବତୀ ହିଁ, ଯେତେବେଳେ ବୁଦ୍ଧିରେ ସିଦ୍ଧାନ୍ତ ନେଇଗଲା ଏଇଟା ଭୁଲ ଏବଂ ଛାଡ଼ିବି, ଭଗବାନଙ୍କ ଶରଣ ବସିବି, ସାଙ୍ଗେ ସାଙ୍ଗେ ଆସିଗଲା ନିଜ ଦୁରାଶା କାନ୍ତ ତର୍ଷଯାଏ। ଏ ଯେଉଁ ଖରାପ ଆଶା ରଖିଥିଲା, ଗୋଟେ କିଏ ସ୍ୱାମୀ ପରପୁରୁଷ ଆସିବ ଟଙ୍କା ଦେଇକରି ଭୋଗ କରିବା, ଏଇଟା ଯେତେବେଳେ ସେ ଛାଡ଼ିଦେଲା ଖରାପ ଆଶାଟା, ଛିତ୍ତ୍ୱା ଉପଶମମାସ୍ତାୟ, ତାର ସବୁ ଖରାପ ଆଶା ଦୂର ହେଇଗଲା ଏବଂ ତାର ଚିତ୍ତ ଶାନ୍ତ ହେଇଗଲା। ଶାନ୍ତ ହେଇବା ଫଳରେ ଶଯ୍ୟାଂ ଉପବିବେଶସା, ଯାଇକି ସେଥିରେ ଶୋଇବାର ବ୍ୟବସ୍ଥା କଲା। ତାର ସୁନ୍ଦର ଶ୍ଲୋକଟିଏ କହିକିରି ପାଠ ଶେଷ କଲେ। କ'ଣ କହିଲେ? ଆଶା ହିଁ ପରମଂ ଦୁଃଖମ ନୈରାଶ୍ୟଂ ପରମଂ ସୁଖମ। ଅତି ସାଧାରଣ ଶ୍ଲୋକଟିଏ, ଅର୍ଥ ଓଡ଼ିଆରେ ଲେଖା ହେଇଛି ନାହିଁ କି, ଆଶା ହିଁ ପରମଂ ଦୁଃଖମ ନୈରାଶ୍ୟଂ ପରମଂ ସୁଖମ। ଯଥା ସଂଚ୍ଛିଦ୍ୟ କାନ୍ତାସାଂ, ଯଥା ସଂଚ୍ଛିଦ୍ୟ କାନ୍ତାସାଂ ସୁଖଂ ସୁସ୍ୱାପ ପିଙ୍ଗଳାନା। ଆଶା ହି ପରମଂ ଦୁଃଖମ ନୈରାଶ୍ୟଂ ପରମଂ ସୁଖମ। ଯଥା ସଂଚ୍ଛିଦ୍ୟ କାନ୍ତାସାଂ
ସୁଖମ ସୁସ୍ୱାପ ପିଙ୍ଗଳା ଶ୍ଲୋକ ମୁଖସ୍ଥ କରିଦେବା ଦରକାର। କି ଶ୍ଲୋକ ଇଏ ହେଇଛି ହୀରାଖଣ୍ଡ। ଆଶା ହିଁ ପରମ ଦୁଃଖମ। ତେଣୁ ଯେଉଁ ସାଂସାରିକ ବିଷୟ କାମନା କରିବା ୟାଠୁ ବୋଲିକିରି ଦୁଃଖ ନାହିଁରେ। କାମନା କରୁଛ ସେ ପୂର୍ଣ୍ଣ ହେଇପାରୁନି, ଅନେକ କଷ୍ଟ କରିବାକୁ ପଡ଼ୁଛି, ତଥାପି ହେଉନି। ଆଧାଇ ନେଇକି ଲଟପଟ ହେଇକି ମରିଥବ ଆଉ ଈଶ୍ୱର ଚିନ୍ତନ କରିପାରିବୁନି, ସତ୍ଚିନ୍ତନ କରିପାରିବୁନି। ସେ ଅସତ୍ ପଛରେ ଗୋଡ଼େଇକିରି ପାଗଳାମି ବାହାରିବ, ରାତି ନିଦ ହେବନି, ବିଭିନ୍ନ ପ୍ରକାର ଆସିବ, ରୋଗ ଆସିବ, ସବୁ ହେଇଯିବ। ତେଣୁ ଆଶା ଛାଡ଼ିଦେ। ଆଶା ହିଁ ପରମ ଦୁଃଖମ। ସାଂସାରିକ ବିଷୟବସ୍ତୁ କାମନା କରି ତା ପଛରେ ଗୋଡ଼େଇଲେ କେବଳ ଦୁଃଖ 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 ହିଁ ମିଳିବ। ଆଉ ନୈରାଶ୍ୟ କିଛି ତା ଆବଶ୍ୟକ ମୋର ନାହିଁ, ଆଶା କିଛି ନାହିଁ। ଏକମାତ୍ର ଧ୍ୟେୟ ହେଲେ ପ୍ରଭୁ। ତାଙ୍କ ଚିନ୍ତାରେ ରହିବି, ପ୍ରଭୁ ତୁମେ କେମିତି ମିଳିବ, ତୁମେ କେମିତି ଦତ୍ତମନୁ ଯଦୁପତେ ତ୍ୱମିଦଂ ଗୃହାଣ। ଏ ମନୁଟାକୁ ମୁଁ ପାରୁନି ପ୍ରଭୁ, ଏ ମନୁଟାକୁ ତୁମ ଚରଣାରବିନ୍ଦରେ ସମର୍ପଣ କରିଦେଉଛି। ଅର୍ଥାତ୍ ମୋ ମନ ଭିତରେ ତୁମେ ରହୁନାହ, ମୁଁ କୌଣସି ଚେଷ୍ଟା କରିପାରୁନାହିଁ ପ୍ରଭୁ। ତେଣୁ ମନଟାକୁ ଆପଣଙ୍କ ଚରଣାରବିନ୍ଦରେ ସମର୍ପଣ କରିଦେଲି, ୟା ଭିତରେ ଆପଣ ପ୍ରବେଶ କରିଯାଆନ୍ତୁ। ଏତିକି ହେଲା ପାଠଟା। ଏମନ୍ତ ଚିନ୍ତା କଲେ ଏଇଟା ହେଲା ନୈରାଶ୍ୟ, এইটা ହିଁ ଶୁଭଦାୟକ। ଯଥା ସଂସିଦ୍ଧ ବର୍ତ୍ତମାନ କାନ୍ତ ଆଶା ସଂସିଦ୍ଧ। ଯେତେବେଳ ପର୍ଯ୍ୟନ୍ତ ସ୍ୱାମୀ ଜଣେ ଆସିବେ ଟଙ୍କା ଥଳି ଧରିକିରି ଏ କଥା ଚିନ୍ତା କରୁଥିଲା ପିଙ୍ଗଳା ବେଶ୍ୟା, ସେତେବେଳେ ପର୍ଯ୍ୟନ୍ତ ଅଶାନ୍ତ ଅବସ୍ଥାରେ ଥିଲା, ନିଦ ହେଉନଥିଲା। ଯେତେବେଳେ କାନ୍ତ ଆଶାକୁ ଛାଡ଼ିଦେଲା ସେତେବେଳେ କ'ଣ ହେଲା, ସୁଖମ ସୁସ୍ୱାପ ପିଙ୍ଗଳା। ତେଣୁ ତୁ ସୁଖ ନିଦ୍ରାରେ ଶୋଇ ରହରେ। ଗୁଡ଼େ ଆଶା କରିକି ଯଦି ବୁଲିବୁ, ଆଶା ତ ବିଶ୍ୱାସ ନିଦ କରିବୁନି, ଶୋଇତା ମୁଣ୍ଡ ବାଇଆ ହେଇଯିବ। ତେଣୁ ସେ ଆଶା ଫାଶା ଛାଡ଼େ। ଆଶା ହିଁ ପରମ ଦୁଃଖମ ନୈରାଶ୍ୟମ ପରମ ସୁଖମ। ଯଥା ସଂଚିତ୍ୟ କାନ୍ତା ଆଶା ସୁଖମ ସୁସ୍ୱାପ ପିଙ୍ଗଳା। କାନ୍ତା ଆଶାକୁ ଛାଡ଼ିଦେବା ଫଳରେ କାନ୍ତ ଟଙ୍କା ପଇସା ଧରିକି ଆସିବା କାନ୍ତ ଆସିବେ, ଭୋଗ ଏଗୁଡ଼ା ଚିନ୍ତା କରୁଥିଲା, ନିଦ ନଥିଲା, ତାପରେ ଶୋଇ ଭଲ। କୃଷ୍ଣ ଭାଗବତ ମହାପ୍ରାଣ ପାର୍ବତୀ ସ୍ୱାମୀ ସହିତ ଏକାଦଶ ସ୍କନ୍ଧେ ଅଷ୍ଟମ ଅଧ୍ୟାୟ ସରିଲା। ଗୋଟେ ଆଉ ନାହିଁ, ଗୋଟେ ଜଣେ କଥା।